ଜଙ୍ଗରେ ଯୋଉମାନେ ଯୋଉ ଡାଇନାଷ୍ଟି ଥିଲା ସେଟା କୋଉ ଡାଇନାଷ୍ଟି କୁହାଯାଏ? ପାଇକରି ବେଳରେ ପଢା ହେଇଥିଲା ଷେଣ୍ଢ ଡାଇନାଷ୍ଟି। ସେଣ୍ଡ ଡାଇନେଷ୍ଟି। ଅଉଲେ ଯିଏ ଥିଲେ ତାଙ୍କର ଦେବ ଡାଇନାଷ୍ଟି। କନିକାରେ ଭଞ୍ଜ ଡାଇନାଷ୍ଟି। ଏଇଟା ପଡେ ଏକ୍ସାମ ରେ ଲେଖୁଥ। କେନ୍ଦ୍ରାପଡ଼ାରେ ଗୋଟେ ପୋର୍ଟ ଥିଲା ଷ୍ଟାର ମାରି ଲେଖିବ ଡବଲ ଷ୍ଟାର ମାରିକି ସେଇଟା କୁହନ୍ତି ମୟୁଦେରା ପୋର୍ଟ। ମୟୁଦେରା ପୋର୍ଟ ଏଟା କିଏ ମେନସନ କରିଥିଲା? ପ୍ଲୋଟୋମି। ଯେମିତି ବେଳେ ବେଳେ ଆସେ ଚେଲିତାଳ ପୋର୍ଟ ହୁଏନ୍ସାଂ ମେନସନ କରିଥିଲା ସେମିତି ପ୍ଲୋଟୋମି କୋଉ ପୋର୍ଟ ମେନସନ କରିଥିଲା ଲେଖିବ ମୟୁଦେରା ପୋର୍ଟ। ଏଇ ମୟୁଦେରା ପୋର୍ଟ ର ପ୍ରେଜେଣ୍ଟ ନା କଣ? ମୟୂରୀ ଗଗନ ବା ମହିପୁର। କୋଉଠି ଅଛି ଏଟା? କନିକାରେ। ଲେଖିଦେ ତ ମୟୂରୀ ଗଗନ ବା ମାଇପୁର କୁହନ୍ତି। ଏଇ କନିକା କାହିଁକି ନା ହେଇଛି କହିଲ? କନିକା ମାନେ କଣ? ଜଗନ୍ନାଥ ମହାପ୍ରଭୁ ଭୋଗ ସେଇ କନିକା କି? କନିକା ମାନେ ଆଗରୁ ସେଠି ଥିଲା ଡାଇମଣ୍ଡ। ଡାଇମଣ୍ଡ କଣ ମାଇନ୍ସ ନା କଣ? ଡାଇମଣ୍ଡ ଥିଲା ତାଙ୍କର ମାଇନ୍ସ ପାଇଁ ଯାହା ବି ରିଲେଟେଡ ଟୁ ଡାଇମଣ୍ଡ ୱାସ। ଡାଇମଣ୍ଡ ୱାସିଂ କରାଯାଏ ଯେମିତି ସୁରଟ ଅଛି। ମାଇନିଂ ବା ଡାଇମଣ୍ଡ ପଲିସିଂ। ତାପରେ ଲେଖ ଆନସିଏଣ୍ଟ ଟ୍ରେଡିଂ ସେଣ୍ଟର କେନ୍ଦ୍ରାପଡାର। କେତେଟା ନାଁ ଶୁଣିଛ କହିଲ? ଜମ୍ବୁଦ୍ୱୀପ ନାଁ ଶୁଣିଛ? ଜମ୍ବୁ ଆଜ୍ଞା ଜମ୍ବୁଦ୍ୱୀପ ଲେଖା ହେଇନି ମାଳିକାରେ ଲେଖା ହେଇନି ଜମ୍ବୁଦ୍ୱୀପରୁ ଆସିବେ ସେ ଧରିକି ତାଙ୍କ ସୈନ୍ୟ। ମାଳିକା ତ ଶୁଣିନ ତ ଜାଣିବ କଣ। ତାପରେ ନା ସାର୍ ସାତ ଭାଇଆ। ସାତ ଭାଇ ସାର୍ ପୁରା ଏଇଟା ନାହିଁ। ହଁ ସାତ ଭାଇ କଣ ଅଛି ସେ ତ ବୁଡିଗଲାଣି ସମୁଦ୍ରର। ଅଛି ତ ପ୍ଲେସ ତ ଅଛି ଟ୍ରେଡିଂ ସେଣ୍ଟର ହିଷ୍ଟ୍ରି ଅଛି ଆମେ ପଢିବା କଥା। ତାପରେ ହେଲା କଳଦିବା। ଆରେ ଏଇ ସାତ ଭାଇଆ ଫାତ ଭାଇକୁ ରିଷ୍ଟୋର କରିବା ପାଇଁ ଯୋଉ ତାଙ୍କ ଗଭର୍ଣ୍ଣମେଣ୍ଟ କରିଥିଲା ନୂଆ ଗୋଟେ ଗାଁଟେ ବାକି ସେ ଗାଁ ଲୋକ ତାଙ୍କ ଡିଗ୍ରୀ ଥାଉ ସାତ ଭାଇ କଣ ଆଧାର କାର୍ଡ ହଟେଇ ଦେବେ କି? ଏଇ ଜମ୍ବୁଦ୍ୱୀପ ହେଲା କଣ? ଓଡିଶାର ଫାଷ୍ଟ ପୋଷ୍ଟ ଅଫିସ 1961। ଫାଷ୍ଟ ପୋଷ୍ଟ ଅଫିସ ଆଫ୍ଟର ଇଣ୍ଡିପେଣ୍ଡେନ୍ସ ହେଲା। ପାଇକରି ବୋଲେ ଅଲରେଡି ପଢା ହେଇଥିଲା ମନେ ପକଉଛ ବଳଭଦ୍ର ଭଞ୍ଜ ଆଉ ଚନ୍ଦ୍ରଧ୍ୱଜ ଷେଣ୍ଢ ନୀଳକଣ୍ଠ ଆଜ୍ଞା ମଙ୍ଗରାଜ ହରିଶପୁର ଲାଷ୍ଟ କ୍ଲାସ ରେ କୁହାଯାଇଥିଲା। ହୁଁ, ଆଜ୍ଞା ସେ ବଳଭଦ୍ର ଭଞ୍ଜ ଲେଖ ବଳଭଦ୍ର ଭଞ୍ଜ ଇଏ କଣ କରିଥିଲେ? ଅଉଲେ ବଳଦେବ ଜୀଉ ଟେମ୍ପଲ ପ୍ଲସ୍ ଯୋଉ ବଳଦେବ ଜୀଉ ଟେମ୍ପଲ କହୁଛ ପ୍ଲସ୍ ଆଉ ଗୋଟେ କରିଥିଲେ ରୋହଗଡରେ ନା ମୁଁ ରୋହ ଗଡ କୁହନ୍ତି ସେଟାକୁ ରୋହ ହାର ନା କଣ ଗୋଟେ କୁହନ୍ତି। ରୋହ ହାର ବୋଧେ ହଁ ପ୍ଲେସ ନାଟା ଖାଲି ମାରିଦିଅ ରୋହ ହାର ଲେଖିକି ଛାଡିଦିଅ ଗୋଲେଇ ବୁଲେଇ ତ ଏଇଠି ଜଗନ୍ନାଥ ଟେମ୍ପଲ ଗୋଟେ ଅଛି। ରୋହ ହାଡ ଏବେ ଲେଖିଦେଇଥ ଆର ଏଚ ରୋଗ ହାଡ ମ ରୋହ ହାଡ ନୁହଁ ରୋଗ ହାଡ। କଣ ଜାଗା ନା ଟେ ରୋଗ ହାଡ ବୋଧେ ହଁ ରୋଗ ହାଡ ଲେଖିଦେଇଥ ଆର ଓ ଜି ଏଚ ଏ ଆର ଏଚ ଏ ସେଇଠି ଗୋଟେ ଜଗନ୍ନାଥ ଟେମ୍ପଲ ହେଲା। ସେମିତି କୁଜଙ୍ଗର ଗୋଟେ ଜଗନ୍ନାଥ ଟେମ୍ପୁଲ ଏଟା ତ ପଢିବ ନା ଖାଲି ଲେଖିଦେଇଥ କୁଜଙ୍ଗ ଜଗନ୍ନାଥ ଟେମ୍ପୁଲ। କୁଜଙ୍ଗରେ କୋଉ ଡାଇନେଷ୍ଟି ଷେଣ୍ଢ ଡାଇନେଷ୍ଟି ନା ନାଇଁ ସେଣ୍ଡ ହଁ ତେଣୁ ଅନନ୍ତ ଷେଣ୍ଢ। ସଇଲେ ବୋରିଂ ପାର୍ଟ ଏବେ ଫାଷ୍ଟ ଇମ୍ପୋର୍ଟାଣ୍ଟ ପର୍ସନାଲିଟି ଆଗେ ମ୍ୟାପ କରିଦो ତାର ପର୍ସନାଲିଟି କରିବ ନାଇଁ କି ନା ଆଗେ ଗୋଟେ ଲେଖିଦିଅ ଗୋଟେ ଇମ୍ପୋର୍ଟାଣ୍ଟ ପର୍ସନାଲିଟି ଆଗେ ଲେଖିଦିଅ ବ୍ରାକେଟ କରିକି ଲେଖ ରାଧାଶ୍ୟାମ ନରେନ୍ଦ୍ର।
କୋଉ ଡାଇନାଷ୍ଟି? ନରେନ୍ଦ୍ର ଡାଇନାଷ୍ଟି। ଆଙ୍କର ମାମୁଁ, ଅଙ୍କଲ ଫଙ୍କଲ ମାମୁଁ କୁହ କି ଯାହା କୁହ, ମାନେ ଆର ଗୋଟେ ଭଉଣୀ, କଣ ସେଟା ସମ୍ପର୍କରେ କୁହନ୍ତି, ଆଙ୍କର ଗୋଟେ ଦାଦାଙ୍କର ଝିଅକୁ ବାହା ହେଇଥିଲେ ଅଭିମନ୍ୟୁ ସାମନ୍ତ ସିଂହର। ହେଲା, ତେଣୁ ସେ ଅନୁସାରେ ଯାହା ଲେଖିଦବ, ଖାଲି ଲେଖିଦବ ରିଲେଟିଭ ଅଫ ଅଭିମନ୍ୟୁ ସାମନ୍ତ ସିଂହ। ଲେଖିଲ? ଲେଖିଲ ନା ନାଇଁ? ଆଜ୍ଞା। ତାଙ୍କର ଭଉଣୀ, ସିଷ୍ଟର ମାନେ ଭଉଣୀ ତ, ହଁ, ତାଙ୍କର ଭଉଣୀ ମ୍ୟାରେଡ ଚନ୍ଦ୍ରଧ୍ୱଜ ଭଞ୍ଜ, ଯିଏ ପାଇକରି ବୋଲନ ଯାହାକୁ ମାଡ ହେଇଥିଲା। ହେଲା, ନା ପାଇକରି ବୋଲନ ନା ଖୋର୍ଦ୍ଧାରି ବୋଲନ? ଖୋର୍ଦ୍ଧାରେ ବିଲିୟନ ସାର୍। ଚନ୍ଦ୍ରଧ୍ୱଜ ଭଞ୍ଜ। ଏଇ ଚନ୍ଦ୍ରଧ୍ୱଜ ଭଞ୍ଜର ଗ୍ରାଣ୍ଡ ସନ୍ ଲେଖି ଲେଖ। ଆଙ୍କର ଗ୍ରାଣ୍ଡ ସନ୍ ହେଲା ଜଗନ୍ନାଥ ବୀରଭଦ୍ର ବା ବୀରବର, ସରି ଭଦ୍ର କହୁଛି ବୀରବର, ଜଗନ୍ନାଥ ବୀରବର। ଆଇ ଜଗନ୍ନାଥ ବୀରବରଙ୍କର ପୁଅ, ଆଙ୍କର ପୁଅ, ଏଇଟା ଷ୍ଟାର ମାରିକି ଲେଖା ହେବ, ଆଙ୍କର ସନ୍ ହେଲା ନାରାୟଣ ବୀରବର ସାମନ୍ତ। କିଏ କଣ ପାଇଁ ଫେମସ? ନାରାୟଣ ବୀରବର ସାମନ୍ତ। କାହିଁକି ଫେମସ ଇଏ? ଆଙ୍କୁ କୁହନ୍ତି କୁଜଙ୍ଗ ଗାନ୍ଧୀ। ହେଲା, ଏଇଟା କୋଉଠି ଏକ୍ସାମ ପଡିଥିଲା ମୋ ମନେ ରହିଛି। କାଲି ଓପିଏସ୍ ର ଯୋଉ କ୍ୱେଶ୍ଚନ ଦେଇଥିଲି କଲ ନା ନାଇଁ? ଇଣ୍ଡିଭିଜୁଆଲ ଡିଷ୍ଟ୍ରିକ୍ଟ ପଢିବାର ଇମ୍ପୋର୍ଟାନ୍ସ ଜାଣିପାରିଲ ତ? ଯଦି ଏଣ୍ଟାର ରିଭର ପଢିବ ସେ କହିପାରିବ କୋଉ ରିଜନାଲ କ୍ୱେଶ୍ଚନ ପଡିଲେ। ଉପରଟା ତ ଓପିସି ପିଆଇକ୍ୟୁ ଗତ ବର୍ଷର ମାନେ 2022 ମସିହା କ୍ୱେଶ୍ଚନ ଟା। ଦିଟା ସାରା ପିଓକ୍ୟୁ ଓପିଏସ୍ ର। ହଁ ମାନେ ଓଏସ୍ କ୍ୱେଶ୍ଚନ ଟା ଏଟା। ହୁଁ, ସେକେଣ୍ଡ ଟା କୋଉଠି ମୁଁ ଜାଣିପାରିଲି ସେକେଣ୍ଡ ଏଏସ୍ ର। ଆଚ୍ଛା। ଲେଖିଲ କୁଜଙ୍ଗ ଗାନ୍ଧୀ। ଆଜ୍ଞା। ଏବେ ଲେଖ ସେ ନେକ୍ସଟ ଆଉ ଗୋଟେ ଲାଇନ ଲେଖ, ସେଇ ରାଧାଶ୍ୟାମ ନରେନ୍ଦ୍ର ହେଲା, ତାଙ୍କ ଖାସିୟତ ହିଁ ଲେଖା ହଉଛି। ଆଣ୍ଡ ଇଏ ଡୋନେଟେଡ ମାଉଣ୍ଟେନ ଓଳାଶୁଣୀ ଟୁ ଅରକ୍ଷିତ ଦାସ, ଯୋଉଠି ଏବେ ମନ୍ଦିର ହେଇକି ଶୁଖୁଆ ଭୋଗ ହଉଛି। ହେଲା, ଜାଣିପାରିଲ? ଇଏ ହିଁ ସେ ଓଳାଶୁଣୀ ମନ୍ଦିରଟା ଡୋନେଟ କରିଥିଲେ ଅରକ୍ଷିତ ଦାସ। ପ୍ଲସ୍ ଯେହେତୁ ସେ ଓଳାଶୁଣୀ ଦେଇଛନ୍ତି, ଓଳାଶୁଣୀ ପାଖରେ କଣ ଅଛି? ଲଳିତଗିରି ନା ନାଇଁ? ତେଣୁ ପାଟ୍ରୋନ ଅଫ ଲଳିତଗିରି। ତାପରେ ଆଙ୍କର ସବୁଠୁ ଇମ୍ପୋର୍ଟାଣ୍ଟ କଣ୍ଟ୍ରିବ୍ୟୁସନ ଷ୍ଟାର ମାରିକି ଲେଖ, ଫିଡେଡ ମାନେ ଖାଇତେ ଦେଲେ। ହେଲା, ସେ ତ ନା ଫେଡ ଲେଖ, ଫିଡେଡ ବୁଝ, ଫେଡ ପିପୁଲ ଇନ୍ ନଅଙ୍କ ଦୁର୍ଭିକ୍ଷ ଫର କେତେ ଦିନ ପାଇଁ ଖାଇ ଦେଇଥିବ ଲୋକଙ୍କୁ? ମାସେ। ଆଁ ନା ସାର୍ ଜାଣିନି। ହିଷ୍ଟ୍ରି ଲେଖା ହେଇଛି ମାନେ ତ କେତେ ଦିନ ଗୋଟେ ଖାଇ ଦେଇଥିବ, ଗେସ୍ କର। ସପ୍ତାହେ 15 ଦିନ କଣ୍ଟିନ୍ୟୁଅସ କିନ୍ତୁ ଦେଇଥିଲେ ପୁରା ଅନ୍ନ ଛତ୍ର। ଅନ୍ନ ଛତ୍ର ଖୋଲା ହେଇ କଟକରେ ଗୋଟେ ଜାଗା, ସେଥିପାଇଁ ଛତ୍ର ବଜାର ହେଇଯାଇଛି, ଜାଣିଛ ନା ନାଇଁ? ହଁ ଛତ୍ରବଜାର। ହଁ। ଓଡିଶାରେ ସେତେବେଳେ ହାଇଏଷ୍ଟ, ସବୁଠୁ ହାଇଏଷ୍ଟ ଅନ୍ନ ଛତ୍ର ଜଣେ ଖୋଲିଥିଲେ, ସେ ହେଲା ସିଏ ରାଧେଶ୍ୟାମ ନରେନ୍ଦ୍ର। ତେଣୁ କେତେ ମାସ ଖୋଲିଥିବେ ଭାବିଲ? 4 ମାସ ଆଚ୍ଛା। କଣ୍ଟିନ୍ୟୁଅସ। ବୁଝିଲ? ଖାଲି ସେ ଭିତରେ ଗୋଟେ ଜିନିଷ ଖାଲି ମନେ ରଖ, ବାକି କାହାକୁ ବେଜିତ କରିବା କଥା ନୁହେଁ, ତଥାପି କହିଦଉଛି। ରେକର୍ଡିଂ ବନ୍ଦ କରି କହିବା ସେମିତି କହିବି, କିଛି ହବନି, ଏଟା ଏତେ ସିଭିୟର ବି ନୁହେଁ। ହେଲା, ଏଇ ଲୋକ ଯେତେବେଳେ ଦେଇଥିଲା ଖାଇବାକୁ 4 ମାସ, ହେଲା, ସେଇ ସମୟରେ ଥିଲେ ଜର୍ଜ କ୍ୟାମ୍ପବେଲ, ନଟ କ୍ୟାମ୍ପବେଲ ଯିଏ ପୁରୀ ଆଟାକ କରିଥିଲା, ସିଏ ନୁହେଁ, ଜର୍ଜ କ୍ୟାମ୍ପବେଲ ଆଉ ଜଣେ ଥିଲେ। ଟି ରେଭେନ୍ସା ପରେ ସିଏ ଆସିଲେ ଗଭର୍ଣ୍ଣର ଜେନେରାଲ ହେଇକି। ହେଲା, ସେତେବେଳେ ଅଲରେଡି ଗଜପତିଙ୍କର ନେଇଯାଇଥିଲା ନା ଟାଇଟେଲ ନେଇଯାଇଥିଲେ।
ଆଜ୍ଞା ଟାଇଟେଲ ନେଇ ଯାଇଥିଲା ପରେ ସେତେବେଳେ ଜର୍ଜ କ୍ୟାମ୍ପବେଲ ରେକମେଣ୍ଡ କଲେ କାହାକୁ? କୁଇନ୍ ଏଲିଜାବେଥକୁ, ଯେ ଏଇ ଲୋକଟା ଏତେ କାମ କରିଛି ତେଣୁ ତାକୁ ଗୋଟେ କିଛି ରିୱାର୍ଡ ଦିଆଯାଉ। ହେଲା, ସେଇ ରିୱାର୍ଡ ପାଇଁ ଇଏ ତାକୁ ରେକମେଣ୍ଡ କଲେ କଣ ପାଇଁ? ନେକ୍ସଟ ଗଜପତି କିଙ୍ଗ ପାଇଁ। କାହିଁକି? କାହିଁକି ନା ରାଣୀଙ୍କର ପୁଅ ନଥିଲେ। ବୁଝିଲ? ବାକି ଆମର ଗଜପତିଙ୍କ ରାଣୀ ଯିଏ ଥିଲେ ସେ କଣ ଏଟାକୁ ଆକ୍ସେପ୍ଟ କଲେନି। ହେଲା, ଆକ୍ସେପ୍ଟ ନ କରିକି ଆଉ ଗୋଟେ ଅନ୍ୟ ପୁଅକୁ ଆଡପ୍ଟ କରିଦେଲେ ପରେ ତାଙ୍କୁ ରାଜା କଲେନି। ଏଇଟା ହେଲା ଓଡିଆ ଲୋକଙ୍କର ବିହେଭିୟର। ହେଲା, 4 ମାସ କଣ୍ଟିନ୍ୟୁସ ଖାଇ ଦେଇଥିଲେ ବୋଲି ବ୍ରିଟିଶର ତାଙ୍କ ନାଁ ରେକମେଣ୍ଡ କରିଥିଲେ ନେକ୍ସଟ ଗଜପତି କିଙ୍ଗ ପାଇଁ। ମାନେ ଭାବ କେତେ ବଡ ପର୍ସନାଲିଟି ହେଇଥିବେ। ଆଗକୁ ଆଗକୁ ଶୁଣିବ ରୁହ କେତେ କାମ କରିଥିଲେ ଇଏ। ଖାଲି ଆଜ୍ଞା ଆଙ୍କ ତଳେ ଗାଡିକୁ ଲେଖି ଦେଇଥାଉ ନାଁଟା ଖାଲି ବଡ ଘର, ବଡ କୋଠା, ବଡ କୋଠା ପ୍ୟାଲେସ ଖାଲି ଲେଖି ଦେଇଥାଉ। ଆଉ ଏଇ ବଡ କୋଠା ପ୍ୟାଲେସ ଉପରେ ପୁଣି ପରେ ଭଲସେ ପଡିବ। ଏବେ ଖାଲି ଏତିକି ଲେଖିଥାଉ। ଲେଖିଲ? ସେ ବଡ କୋଠା ପ୍ୟାଲେସ ଆଙ୍କର ଥିଲା ନା କନିକାର ହଁ, ବୋଧେ। ତାଙ୍କର ହିଁ ଥିଲା। ବାକି ସେଠି କଣ କଣ ହେଉଥିଲା ଖେଳ ଦେଖିବ ଆଉ ପରେ, ଖାଲି ଟିକେ ସରିଯାଉ ତାପରେ କହୁଛି। ତାର ଆଗେ ମ୍ୟାପ କରିଦିଅ ହେଲା, ପର୍ସନାଲିଟି ଚାଲୁଥିବ। ଦେଖ ଦେଖ କେନ୍ଦ୍ରାପଡା ମ୍ୟାପ ଟା ଏମିତି ଭାଙ୍ଗି ହେଲା, ଗୋଟେ ପଟେ ଏମିତି ଅଧା ଭାଙ୍ଗିବ, ତାପରେ ପୁଣି ଆଉ ଗୋଟେ ଏମିତି ଭାଙ୍ଗିବ। ଏ ଭାଙ୍ଗାଟା କଣ? ମଝିରେ ହେଲା ନଈଟା। ହେଲା, ବାକି ତମେ ଏମିତି ଭଙ୍ଗା ଯଦି କରିପାରୁଛ କର, ନ ଡାଇରେକ୍ଟ ଯୋଡିକି କର, ତମ ଇଚ୍ଛା। କଲ? ଆଜ୍ଞା ଏଇ ଫାଷ୍ଟ ତେଣୁ ଏଇଠି ଜଣେ ଭାଙ୍ଗିଛି, ପ୍ଲସ ଏଠି ବି ଜଣେ ଭାଙ୍ଗିଛି, ପ୍ଲସ ଏଇ ଲାଷ୍ଟ ଆଜ୍ଞା ପାର୍ଟଟା ହିଁ ଭଙ୍ଗା, ମାନେ ପୁରା ଫାଳ ଫାଳ। ଲାଷ୍ଟ ରିଭରଟା ହେଲା ମହାନଦୀ, ଏଇଟା ହେଲା ବ୍ରାହ୍ମଣୀ, ଇଏ ବି ସେଇ ବ୍ରାହ୍ମଣୀ। ଏଇ ଉପର ପାର୍ଟରେ ଆହୁରି ଗୋଟେ ଏମିତି ଅଛି ରିଭର ଭାଙ୍ଗିଛି, ଏଇଟା ହେଲା ବୈତରଣୀ। ଏବେ ଏଇ ବ୍ରାହ୍ମଣୀ, ଏଇ ବୈତରଣୀ, ଏଇ ମିଡିଲ ପାର୍ଟଟା ହେଲା ଭିତରକନିକା ନ୍ୟାସନାଲ ପାର୍କ, ଯୋଉଟା ଡିଟେଲସ କରାହବ ବ୍ୟସ୍ତ ହବା ଦରକାର ନାହିଁ, ଖାଲି ଜାଣ। ହେଲା, ଏଇ ଯୋଉ ପାର୍ଟଟା ଫାଷ୍ଟ ବାହାରିଛି ଏମିତି, ଦେଖ କୋଉ ପାର୍ଟଟା ଦେଖେଇ ଦଉଛି। ଏଇ ଯୋଉ କେନ୍ଦ୍ରାପଡା ଦେଖୁଛ, ଏଇ ପାର୍ଟଟା ଯୋଉ ବାହାରିନି, ଆଜ୍ଞା ଏଇ ପାର୍ଟଟା କରୁ, ଜାଣିପାରୁଛ ତ? ଏଇଠୁ ଦେଖ କେନ୍ଦ୍ରାପଡା ବର୍ଡର ଆମେ କରୁଛନ୍ତି ଏବେ, ଏଇ ଉପର ପାର୍ଟଟା ହେଲା, ଏଇ ତଳେ ଏଇ ପାର୍ଟଟା। ଏଇ ଯୋଉ ପାର୍ଟଟା, ଏଇଟାକୁ କଣ କୁହନ୍ତି? ଫଲ୍ସ ପଏଣ୍ଟ। ଏଇଟାକୁ ଷ୍ଟାର ମାରିକି ଲେଖ। ଏଇ ଫଲ୍ସ ପଏଣ୍ଟ ପାଖରେ ଏଇଠି ଗୋଟେ ଆଇଲାଣ୍ଡ ଅଛି, ଏଇଟା ହେଲା ହୁକିତୋଳା ଆଇଲାଣ୍ଡ, ଯୋଉଠି ଡକା ହବ ତ, ଛାଡ। ହୁକିତୋଳା ଆଇଲାଣ୍ଡ ଖାଲି ଲେଖ। ହୁକିତୋଳା ଆଇଲାଣ୍ଡ ର ଏଇ ପାର୍ଟଟା ହେଲା ଜମ୍ବୁଦ୍ୱୀପ। ଏଇ ଟୋଟାଲ ଟାକୁ କଣ କୁହନ୍ତି? ଆମେ ମହାକାଳପଡା। ଏଟା ହେଲା ମହାକାଳପଡା ଏରିଆ। ତାପରେ ମହାକାଳପଡା ଏରିଆ ଏଇ ପଟଟା ହେଲା ମାର୍ଶାଘାଇ। এই ମାର୍ଶାଘାଇରେ କୋଉ ଦେବୀ ଅଧିଷ୍ଠାତି ଦେବୀ କିଏ ଭାବିକି କୁହ? ମାର୍ଶାଘାଇ ଉପରେ ହେଲା କେନ୍ଦ୍ରାପଡା, କେନ୍ଦ୍ରାପଡା ଏଇ ସାଇଡ ହେଲା ଡେରାବିଶ, କେନ୍ଦ୍ରାପଡା ଆକୁ ପଳେଇଲେ ପଟ୍ଟାମୁଣ୍ଡାଇ, ଯୋଉଠି ଆମର ଥିଲେ କିଏ? ଆମର ବାବା ସାରଥୀ। ଏଠି ହେଲେ ଅଉଲ, ଏଇଟା ହେଲା ରାଜକନିକା, ଆଉ ଏଇ ପାର୍ଟଟା ହେଲା ରାଜନଗର। ଏଇଟା ହେଲା ରାଜ, ସାରଥୀ ତ ବାରିମୂଳ। ହଁ ସେ ପଟ୍ଟାମୁଣ୍ଡାଇ ଆଉ ପାଖରେ ତ ବାରିମୂଳ ଆଉ କଣ? ହଁ ହଁ ପଟ୍ଟାମୁଣ୍ଡାଇ ପାଖରେ ନୁହେଁ କି? ହଁ, ହଁ ସାର୍ ହଁ କେନ୍ଦ୍ରାପଡା ହଁ ବାରିମୂଳ। ଦେଖ ଏଇ ପାର୍ଟ ହେଲା ରାଜନଗର, ଏଇ ପାର୍ଟ ହେଲା ରାଜକନିକା। ତେଣୁ କନଫ୍ୟୁଜନ ହବା ପାଇଁ ଲେଖ, ସେଇଥିପାଇଁ ଏଇଟା କାଟିଛି। ଫାଷ୍ଟ କଟାଟ ହେଲା ରାଜନଗର, ଉପର କଟାଟ ହେଲା ରାଜକନିକା। ରାଜକନିକା ପାଖରେ ହେଲା ଅଉଲ। ଆଳି। ହଁ, ଆଳି କହୁଛନ୍ତି ନା ଅଉଲ କହୁଛନ୍ତି? ଆଳି ଜଗତସିଂହପୁର କହୁଛନ୍ତି। ସାର୍ ଆଳି ନା ଆଳି ସାର୍ ଆଳି ଏଟା ଆଳି, ଏଟା ଇଂଲିଶରେ ଲେଖି ଆଳି ଦଉଛନ୍ତି ଓଉଲ। ଓହୋ, ଆଳି ରାଜକନିକା। ମତେ ଲାଗେ ଜଗତସିଂହପୁର ଆଳି କୁହନ୍ତି।
ନା ସାର୍ ଏଇଟା ବା କୋଉ ଲେଖା ନା ହେଇଛି ମୁଁ ସାର୍ ଦେଖିନି। ଏଇଟା ଆଳି ସାର୍ ଏଇଟା ରାଜପଥରେ ପ୍ରପର ଆଳି। ଏଇଟା ଆଳି। ଆଚ୍ଛା। ହଉ କୁହ ଏବେ ଏଇ ମାର୍ଶା ଘାଇରେ ତାଙ୍କର ଅଧିଷ୍ଠାୟୀ ଦେବୀ କିଏ? ମା ଗୋଜବାୟାଣୀ। ଲେଖିଦିଏ ତ ମା ଗୋଜବାୟାଣୀ ଯୋଉଠି ସେଠି ନନଭେଜ ଭୋଗ ଦିଆଯାଏ। ଏବେ ନେକ୍ସଟ ମ୍ୟାପ କର ଯୋଉ ମ୍ୟାପ ଟା ପୁରା ଡିଟେଲ୍ସ ରେ କରୁଛି ଡିଟେଲ୍ସ ରେ କରିବ ହେଲା ଆସ୍ତେ ରହି କରିବ। ଏଇଟା ହେଲା ଭଦ୍ରକ ଡିଷ୍ଟ୍ରିକ୍ଟ। ଭଦ୍ରକ ଡିଷ୍ଟ୍ରିକ୍ଟ ପାଖରେ ଏଇଠି ଗୋଟେ ଛୋଟ ଆଇଲ୍ୟାଣ୍ଡ ଟା ଏଇଟା ହେଲା ନଈ। ତାପରେ ଭଦ୍ରକ ଡିଷ୍ଟ୍ରିକ୍ଟ ପଢାও ସେତେବେଳେ ପୁଣି ଆଉ ଲିଙ୍କ କରିଦବ। ଏଇ ନଈଟା କଣ କୁହନ୍ତି ଧାମରା ନଈ। ଏଇଠି ହେଲା ଧାମରା ପୋର୍ଟ ହେଲା ଏଇ ପାଖରେ ହେଲା ଧାମରା ଆଇଲ୍ୟାଣ୍ଡ। ସେ ଟୋଟାଲ ଏରିଆ ଟା ପୋର୍ଟ ଏରିଆ ହିଁ। ତେଣୁ ଏଇଟା ହେଲା ଗୋଟେ ଗଲା ଛୋଟ ଆଇଲ୍ୟାଣ୍ଡ। ତେଣୁ ଏଇ ରିଭର ଟା କି ନଈ? ବୈତରଣୀ ନଈ। ଧାମରା ନଈଟା ହେଲା ବୈତରଣୀର ଟ୍ରିବ୍ୟୁଟାରୀ ହେଲା। ଟୋଟାଲ ହେଲା ବୈତରଣୀ ଏଇ ଏରିଆ ସେଟାକୁ କୁହନ୍ତି ଆମ ଧାମରା ନଈ। ଏବେ ଆ ତଳୁ ଷ୍ଟାର୍ଟ ହବ କଣ ଆମର କେନ୍ଦ୍ରାପଡା ଡିଷ୍ଟ୍ରିକ୍ଟ। ଏଇଟା ହେଲା ଫାଷ୍ଟ ପାର୍ଟ ଟା। ଏଇ କେନ୍ଦ୍ରାପଡା ଡିଷ୍ଟ୍ରିକ୍ଟ ଉପରଟା ହେଲା କଣ ବୈତରଣୀ ନା ନାଇଁ? ଆ ତଳୁ ଏଇଠି ଯିବ ଭାଙ୍ଗିବ କୋଉ ନଈ? ବ୍ରାହ୍ମଣୀ। ସାର୍ ସେଟା ସାର୍ ଯୋଉ ନଦୀଟା ଧାମରା ନଈ ନା ମନ୍ତେଇ ନଈ? ହଁ ମନ୍ତେଇ ନଈ ତା ପୂର୍ବରୁ ଗୋଟେ ଛୋଟ ନଈଟେ ବଡ ଟୋଟାଲ ନଈଟା ହେଲା ଧାମରା। ଧାମରା ନଈଟା ବହୁତ ବଡ ନଈଟେ। ମତେ ଲାଗେ ସେ ଜାଗାଟା ନା ଧାମରା। ନା ନଈଟା ନା ଧାମରା ଜାଗା ବି ଧାମରା ଆଇଲ୍ୟାଣ୍ଡ ବି ଧାମରା। ମୁଁ ବି ସେଇଆ ଭାବୁଥିଲି ଧାମରା ବୋଲି। ନା ନା ଜାଗାଟା ତ ଧାମରା ଧାମରା ପଞ୍ଚାୟତ ଆଉ ମା ହୁଁ ଧାମରେ ଅଛନ୍ତି। ସେ ନଈଟା ମତେ ଲାଗେ କାଂସ ବାଂସ ନଈ ଲାଗିଛି ଆସିକି ନା ମନ୍ତେଇରେ। ତମେ ଯୋଉଟା କହୁଛ ସେଟା ହେଲା ମନ୍ଦିର ସାଇଡ ନଈଟା ଏଟା ନାଳଟା। ଆଜ୍ଞା। ସେଟା ନଈ ନୁହଁ ଏଟା ନାଳଟା। ଧାମରା ଯୋଉ ଧାମରା ଦେବୀ କୁହନ୍ତି ଯୋଉଟା ସେଟା ନାଳଟା ହେଟା। ଯୋଉଟା କାଂସ ବାଂସ ନଦୀ ଯାଇକି ଲାଗିଛି। ହଁ ସେଟା ନାଳଟା ନା। ଆଚ୍ଛା ମେନ୍ ସେ ନଈ ହେଲା ଏଟା। ଆକ୍ଚୁଆଲି ଡେଲ୍ଟା ଏରିଆ ଯେତେବେଳେ ହେଇଯାଏ ନଈଟା ପ୍ରତି ଏରିଆରେ ସିଫ୍ଟ କରେ ଡେଲ୍ଟା ଟା ଭାଙ୍ଗି ଭୁଙ୍ଗା ଯାଏ। ସେ ଭିତରେ ଯୋଉ ଗାଁ ଦେଇଗଲା ସେ ଗାଁରେ ନଈ କହିଛନ୍ତି ବାକି ସେଇଟା କଣ ନଈ କି ସେଟା ନାଳ କୁହନ୍ତି ନା। ଯେମିତି ତମେ କୁଆଖିଆ ଯୋଉ ଗଙ୍ଗୁଆ ନାଳଟା କଣ କେନାଲି କି ବାକି ନଈର ପାର୍ଟ ଟା ନା ନାଇଁ? ଜାଣିପାରୁଛ ନା ନାଇଁ ବାକି ତମେ କଣ କହିବ କି ଏଟା କୁଆଖିଆ ନଈ ନୁହଁ ବୋଲି। ଆଜ୍ଞା। ସେଇଭଳିଆ। ଏଇଟା ହେଲା ବୈତରଣୀ ହେଲା ସରି ବ୍ରାହ୍ମଣୀ। ଏବେ ଏଇଟା ହେଲା ବୈତରଣୀ ଏଇଟା ହେଲା ବ୍ରାହ୍ମଣୀ। ଏଇ ଟୋଟାଲ ଫ୍ଲାଙ୍କ ଟା ହେଲା କଣ ଭିତରକନିକା ନ୍ୟାସନାଲ ପାର୍କ। ସେଇଥିପାଇଁ ଏକ୍ସାମରେ ଭିତରକନିକା ପଡେ ଭିତରକନିକା ନ୍ୟାସନାଲ ପାର୍କରେ କୋଉ କୋଉ ନଈ ଯାଇଛି ମହାନଦୀ ନୁହେଁ ବ୍ରାହ୍ମଣୀ ଆଣ୍ଡ ବୈତରଣୀ। ବୈତରଣୀ ଲିଟିଲ ସୁନ୍ଦରବନ। ହୁଁ ଏଇଟା ପାର୍ଟ ହେଲା କେନ୍ଦ୍ରାପଡା ପାର୍ଟ ନା ନାଇଁ? ସେଇ ଭିତରେ ଏଇ ପାର୍ଟଟା ପଳେଇଲା ଭିତରକନିକା ନ୍ୟାସନାଲ ପାର୍କ। ଏଇ ଯୋଉ କଣ ରହିଲା ସି ପଟିକି ଯୋଉ ପାର୍ଟଟା ଏଇଟାକୁ କଣ କୁହନ୍ତି ଗହିରମଥା ମାରାଇନ ସାଞ୍ଚୁଆରୀ। ଡାଙ୍ଗମାଳ ଗାଁ ଭିତରେ ଯୋଉ ଭିତରକନିକା ଗହୀରମଥା। ହୁଁ ଗହିରମଥା ମାରାଇନ ସାଂଚୁଆରୀ। ଏବେ ଏହି ଗହିରମଥା ମାରାଇନ ସାଂଚୁଆରୀର ପୁରା ଷ୍ଟ୍ରେଟ ପଏଣ୍ଟ କୁ ଯିବ। ସେଇଠି ଗୋଟେ ଆଇଲାଣ୍ଡ ଅଛି ସେଇଟା କୁହନ୍ତୁ ଅବଦୁଲ କଲାମ ଆଇଲାଣ୍ଡ। ସେଟା ଥିଲା ଯୋଉ ହୁଇଲର ଦ୍ୱୀପ ଏବେ ହେଇଯାଇଛି ହୁଁ ଅବଦୁଲ କଲାମ। ହୁଁ ଅବଦୁଲ କଲାମ ଆଇଲାଣ୍ଡ। ଏ ଅବଦୁଲ କଲାମ ଆଇଲାଣ୍ଡ ଟା ଯାଏ ଭଦ୍ରକ ଡିଷ୍ଟ୍ରିକ୍ଟ ଅଣ୍ଡର ନଟ କେନ୍ଦ୍ରାପଡା। ଏଇ ଅବଦୁଲ କଲାମ ଆଇଲାଣ୍ଡ ରେ ଏଇଠି ଗୋଟେ ପଏଣ୍ଟ ଅଛି ଷ୍ଟାର ମାରିକି ଲେଖିବ ପଏଣ୍ଟ ପାଲମିରା। ଯେମିତି ତମକୁ କହିଲି ଫଲ୍ସ ପଏଣ୍ଟ ସେମିତି ହେଲା ପଏଣ୍ଟ ପାଲମିରା। ଏଇ କ୍ୱେଶ୍ଚନ ଟା ଓପିଏସସି ରେ ଥର ପଡିଥିଲା ପଏଣ୍ଟ ପାଲମିରା ଆଣ୍ଡ ପଏଣ୍ଟ କଣ ଫଲ୍ସ ପଏଣ୍ଟ। ଆଉ ଏଇଟା ବହୁତ ଇମ୍ପୋର୍ଟାଣ୍ଟ ଦିଟା ପଏଣ୍ଟ ମୁଁ କହିଦେବି ପରେ। ଏଇ ଯୋଉ କ୍ଷେପଣାସ୍ତ୍ର ଇଏ ହୁଏ ସେଠି। ହଁ କ୍ଷେପଣାସ୍ତ୍ର ଯୋଉ ବ୍ରିଟିଶ ଏଇ ଦିଟା ପଏଣ୍ଟ ଲେଖିଥିଲେ କାହିଁକି ନା ଆକ୍ଚୁଆଲି ବେ ଅଫ୍ ବେଙ୍ଗଲ କହିଦଉଛି ରୁହ ଲେଖି ସାର ଆଗେ। ଏଟା ହେଲା ପଏଣ୍ଟ ପାଲମିରା ଅବଦୁଲ କଲାମ ଆଇଲାଣ୍ଡ ହେଲା ଏକ୍ସାମ ରେ ଡାଇରେକ୍ଟ କ୍ୱେଶ୍ଚନ ପଡେ ପଏଣ୍ଟ ପାଲମିରା ଫଲ୍ସ ପଏଣ୍ଟ କୋଉଠି ଫଲ୍ସ ପଏଣ୍ଟ କୋଉଠି ତମକୁ କୁହାହେଲା ମହାନଦୀ ମୁହାଣ ନା ନାଇଁ? ଆଜ୍ଞା। ଏଇ ତଲଟା ମହାନଦୀ ନା ଏଇ ପାଖରେ ଫଲ୍ସ ପଏଣ୍ଟ କୁହାହେଲା ତେଣୁ ମହାନଦୀ ମୁହାଣ ନା ନାଇଁ? ବ୍ରାହ୍ମଣୀ ଯାଇକି ଉପରେ ସେ ଅନୁସାରେ ମନରେ ପକଉଥ ବ୍ରାହ୍ମଣୀ ନୁହେଁ ଏଇ ପାର୍ଟରେ କୁହାହେଲା ଫଲ୍ସ ପଏଣ୍ଟ। ତେଣୁ ଏକ୍ସାମରେ ପଡେ ଫଲ୍ସ ପଏଣ୍ଟ ଟା କୋଉଠି କେନ୍ଦ୍ରାପଡା ନା ମହାନଦୀ ମୁହାଣ। ବାକି ଯେତେବେଳେ ପଡିବ ତମର ପାଲମିରା ପଏଣ୍ଟ ପାଲମିରା ନଟ ମହାନଦୀ ମୁହାଣ ଅବଦୁଲ କଲାମ ଆଇଲାଣ୍ଡ ପୁରା ବେ ଅଫ୍ ବେଙ୍ଗଲ ଭିତରେ ବୁଝିପାରିଲ? ଏତିକି ମନେ ରଖ ତାପରେ କହୁଛି ଏଟା ହେଲା ଭିତରକନିକା ନ୍ୟାସନାଲ ପାର୍କ ଗଲା।
ଆଜ୍ଞା ଏଇ ଯୋଉ ନଈଟାକୁ ବ୍ରାହ୍ମଣୀ ନଈଟାକୁ ଆମେ ଏଇ ନଈଟାକୁ ସେତେବେଳେ କଣ କୁହନ୍ତି ସେଠି ମାଇପୁରା, ଯୋଉଟା ତମକୁ ପୂର୍ବରୁ ଡାକିଲି କଣ ଯୋଉ ପୋର୍ଟ ଟା ଡାକିନଥିଲି ଫାଷ୍ଟ ଗୋଟେ ପୋର୍ଟ ଆନସିଏଣ୍ଟ ପୋର୍ଟ କେନ୍ଦ୍ରାପଡ଼ାର। ଆରେ ମାଇପୁରା ପୋର୍ଟ ଡକା ହେଇନଥିଲା ଫାଷ୍ଟ। ତାହେଲେ ମୟୂର ଡେରା। ହଁ ହଁ ସେଇ ମାଇପୁରା। ଦେଖ ଏଇ ପାର୍ଟ ଟା ଗଲା, ସେକେଣ୍ଡ ପାର୍ଟ, ଏଇ ସେକେଣ୍ଡ ପାର୍ଟ ରେ ଏଇ ପାଖରେ ହେଲା ସାତ ଭାଇଆ, ଯୋଉଟା କହୁଛନ୍ତି ଆମେ ସି ଲେବୁଲ ଚେଞ୍ଜ ହେଇକି ଏଟା ବୁଡି ଯାଇଛି ବୋଲି ହେଲା। ଏବେ ତାପରେ ଆଉ ଗୋଟେ ରିଭର ଯୋଉ ତିନିଟା ତିନିଟା ଭାଙ୍ଗିଛି ନା ନାଇଁ, ଆମେ ଦିଟା ଭଙ୍ଗା ଦେଖିଲେ, ଏଠି ଗୋଟେ ଭଙ୍ଗା ଦେଖିଲେ, ଏଠି ଗୋଟେ ଭଙ୍ଗା ଦେଖିଲେ, ତାପରେ ଏଇ ପାର୍ଟ ଟା ଦେଖିବା ନା ନାଇଁ, ତାପରେ ସେଇ ପାର୍ଟ ଟା ଖାଲି ଏଇଟା ଆଣି ଦଉଛି ହେଲା। ଏଇଟା ହେଲା ଫଲ୍ସ ପଏଣ୍ଟ। ଏଇ ଫଲ୍ସ ପଏଣ୍ଟ ର ଅଛି କଣ ବତୀ ଘର। ବତୀ ଘର ବିଷୟରେ ଡାକିବ ଖାଲି ଜାଣିଥିବ ବତୀ ଘର। ଏଇଟା ହେଲା ହୁକିତଳା, ଏଇଟା ହେଲା ଜମ୍ବୁ ଆଉ ଯୋଉଟା ପୂର୍ବରୁ ଡକା ହେଇଥିଲା ଆଉ। ଜାଣିପାରିଲ ତ, ଜାଣିପାରିଲ କି ନାଇଁ? ଏଇଟା ହେଲା ଭଦ୍ରକ ଡିଷ୍ଟ୍ରିକ୍ଟ, ଏଇଟା ହେଲା କେନ୍ଦ୍ରାପଡ଼ା ଡିଷ୍ଟ୍ରିକ୍ଟ, ଏଇ ଭିତରେ ଗୋଟେ ଛୋଟ ଆଇଲାଣ୍ଡ ଅଛି, ଏଇ ଆଇଲାଣ୍ଡ ରେ କେହି ରହୁନାହାନ୍ତି। ବାକି ଏଇ ଯୋଉ ଯୋଉ ଡିଷ୍ଟ୍ରିକ୍ଟ ବର୍ଡର କେନ୍ଦ୍ରାପଡ଼ା ଆଉ ଭଦ୍ରକ ଏଇ ଡିଷ୍ଟ୍ରିକ୍ଟ ବର୍ଡର ଭିତରେ, ପ୍ଲସ ଏଇପଟେ ଯାଜପୁର ବି ଅଛି, ଦେଖ କୋଉ ଏରିଆ ଟା କହୁଛି ଦେଖ, ଏଇଟା ହେଲା କେନ୍ଦ୍ରାପଡ଼ା, ଏଇଟା ହେଲା ଯାଜପୁର, ଏଇଟା ହେଲା ଭଦ୍ରକ, ଏଇ ଏରିଆ ଟା କହୁଛି ହେଲା। ଭଦ୍ରକରେ ଏଇ ଏରିଆ ତା ମାନେ ନିୟର ବାଇ ବିରଜା, ନିୟର ବାଇ ଏଇପଟେ ଏଇ ପାର୍ଟ ଏରିଆ ଟା ହେଲା। ସେପଟେ ଏରିଆ କଣ ଆରଡି, ଭଦ୍ରକ ଡିଷ୍ଟ୍ରିକ୍ଟ ଡକା ହବ, ଖାଲି କହିଦଉଛି ମାର୍କ କରିବା ପାଇଁ, ଏଇଟା ହେଲା ଆରଡି। ସେଇଥିପାଇଁ ଆରଡି ଇଜ ଇକ୍ୱାଲ ଡିଷ୍ଟାନ୍ସ ଫ୍ରମ ଯାଜପୁର ଆଣ୍ଡ କେନ୍ଦ୍ରାପଡ଼ା। ସେମିତି ଏଇ ହୁକିତଳା ସରିଗଲା, ସରିଗଲା ପରେ ଏଠି କେନ୍ଦ୍ରାପଡ଼ା ଡିଷ୍ଟ୍ରିକ୍ଟ ସରିଗଲା ନା ନାଇଁ, କେନ୍ଦ୍ରାପଡ଼ା ଡିଷ୍ଟ୍ରିକ୍ଟ ଯୋଉଠି ସରିବ ତା ତଳେ କିଏ ରହିଲା ମହାନଦୀ, ଏ ମହାନଦୀ ମୁହାଣରେ ଏଇଠି ହେଲା ପାରାଦୀପ ପୋର୍ଟ। ଜଗତସିଂହପୁର ଡିଷ୍ଟ୍ରିକ୍ଟରେ ପଡିବ, ଖାଲି ଏବେ ଖାଲି ଜାଣିଦେଇଥ। ସରିଲା ତ ମ୍ୟାପ ଟା, ଆଜ୍ଞା ସରିଛି ନା ସରିନି କାର। ଆଜ୍ଞା ତାପରେ ଦେଖ ଭଲ ସେ ଶୁଣିଦିଅ କେନ୍ଦ୍ରାପଡ଼ା ଡିଷ୍ଟ୍ରିକ୍ଟ ର ଆଉ ଥରେ କହିଦଉଛି, ଓପର ପାର୍ଟ ରେ ଆସିଲା କି ଏଇଟା ଯଦି କେନ୍ଦ୍ରାପଡ଼ା ଡିଷ୍ଟ୍ରିକ୍ଟ ହେଲା, ଓପର ପାର୍ଟ ରେ ଆସିବ ବୈତରଣୀ, ମିଡିଲ ପାର୍ଟ ରେ ଯିବ ବ୍ରାହ୍ମଣୀ, ତଳ ପାର୍ଟ ରେ ହେଲା ଛୋଟ ମହାନଦୀ, ଏଇଆ ନା ନାଇଁ। ତେଣୁ ଓପର ପାର୍ଟ ର ଏଇ ରିଭର ସରିଯାଇଛି ବୈତରଣୀ, ତେଣୁ ବୈତରଣୀ କାମ ଖତମ, ବୈତରଣୀ ଆଉ କିଛି ଆସିନି, ଖାଲି ଭିତରକନିକା ନ୍ୟାସନାଲ ପାର୍କ ଏଇଭଳିଆ ଛୋଟ ଛୋଟ ନଈ ହେଇକି ଭିତରକୁ ପଶିଯିବ, ଆଉ ତାର କିଛି କାମ ନାହିଁ। ତେଣୁ ମେନ୍ ଏମ୍ ହେଲା ବ୍ରାହ୍ମଣୀ, ଆଉ ମହାନଦୀ ଦେଖିଛ ଖାଲି ଟିକେ ହିଁ ପଡିଛି ହେଲା। ତେଣୁ ଫାଷ୍ଟ ତଳ ଆଡୁ କରୁଛି ହେଲା, ତଳ ଆଡୁ ହେଲା ମହାନଦୀ, ମହାନଦୀର କୋଉ ପାର୍ଟ ଚିତ୍ରୋତ୍ପଳା ପାର୍ଟ। ଏବେ ଚିତ୍ରୋତ୍ପଳା ଆସିକି ଘାଣ୍ଟି ହବ କେନ୍ଦ୍ରାପଡ଼ାର ତଳ ପାର୍ଟ ରେ, ଜାଣିପାରୁଛ କି ନାଇଁ ଏଇ ପାର୍ଟ ଟା, ଆଜ୍ଞା ଏଇ ପାର୍ଟ ଟା ହେଲା, ଏଇ ପାର୍ଟ ଟା ହେଲା ମହାନଦୀ ବେସିନ, ମିଡିଲ ଟା ହେଲା ବ୍ରାହ୍ମଣୀ ବେସିନ, ଉପରଟା ହେଲା ବୈତରଣୀ ବେସିନ। ମୁଁ ତଳ ଆଡୁ କରୁଛି। ଏବେ ଚିତ୍ରୋତ୍ପଳା ଆସିଲା ମହାନଦୀରୁ କାଟିକି ଆସିକି କେନ୍ଦ୍ରାପଡ଼ା ପୂର୍ବରୁ ଦିଫାଳ ହବ। ଆଉ ଏଇ କନଫ୍ୟୁଜନ ଟା ଡାଇରେକ୍ଟ କନଫ୍ୟୁଜନ, ସେ ମନ ଇଚ୍ଛା ପଶିକି ମନ ଇଚ୍ଛା ବାହାରିବ ହେଲା, ଏମିତି ପଶିକି ଏମିତି କ୍ୱାଡା ପାନା କ୍ୱାଡା ବାହାରିବ, ତାର କିଛି ଠିକ ଠିକଣା ନାହିଁ। ସେଇ ଭିତରେ ଫାଷ୍ଟ ପାର୍ଟ ହେଲା ଖରସୁଆଁ, ଯୋଉଟା ସେ ଯାଜପୁରରେ ବି ଆସିଥିଲା, ସେଇ ସେମ ନାଁ ଟା ଏଠି ଖରସୁଆଁ, ସେଠି ଖରସ୍ରୋତା ଥିଲା ଅର ନିକନେମ ଖରସୁଆଁ, ଏଠି ବି ସେ ଖରସୁଆଁ, ତେଣୁ କନଫ୍ୟୁଜନ ହବନି। ଏଇ ଖରସୁଆଁରୁ ଆଉ ଗୋଟେ ଛୋଟ ନଈ ଆସିକି ପୁଣି ତା ଭିତରେ ଆଉ ଥରେ ମିଶିବ, ମାନେ ସେଇଠି ବାହାରିବ ସେଇଠି ମିଶିବ, ଏଇଟା କୁହନ୍ତି ହଂସୁଆ ନଈ। ତାପରେ ଏଇ ଯୋଉ ଲାଷ୍ଟ ନଈଟା ଯୋଉ କହିଲି ଜଏନ ହେଇଛି ସେଇଟା ହେଲା ମାଇପୁରା। ତାମାନେ ମାଇପୁର ଯେତିକି ଏଇ ଭିତରୁ ସବୁ ମୋଡି ମୋଡି ହେଇକି ନଈରେ ସବୁ ଆସିବେ, ଲାଷ୍ଟକୁ ମାଇପୁରରେ ମିଶିକି ଯାଇକି ବେ ଅଫ ବେଙ୍ଗଲ ପଡିବେ ହେଲା। ଏ ସରି ଆରେ ମହାନଦୀର କହିବା କଥା, କାଟିଦିଅ, ମୁଁ ତ ବ୍ରାହ୍ମଣୀ କହିଦେଲିଣି। କାଟିଦିଅ ଆଉ ଥରେ କର, ସେ ମହାନଦୀ ହଁ, ଚିତ୍ରୋତ୍ପଳା ଆସିଲା, ଆସିଲା ପରେ ଫାଷ୍ଟ କଟିବ
ये भी से दीटा ब्रांच हबो। एटा हला चित्रपला कटिला परे ऊपर पार्ट हला गोबरी नई जो नईटा एबे सुखी जाइछ ता तळटा हला नुणा बा लुणा नई तापरे एई जो सेकंड पार्टटा एई नईटा हम कोन कोंती पाइक नई तापरे महानदी गला तुम ता मिडिल पार्ट आसीओ केबे ब्राह्मणी ब्राह्मण को ब्रांच ता आसीओ खरस्रोता ब्रांच ता कारण ब्राह्मणी ऑलरेडी जाजपुर जेन्नापुर पाखरे दिफाळा हे जाइथियो तेणु एटा खरस्रोता पार्टटा बही आसीओ बही आसला पर खरस्रोता पार्टटा एबे एठी खरसुआ ता ना कहंती सेइबे जाजपुर ता खरसुआ कहंती बाकी एक्चुअली जाजपुर ता खरस्रोता था ना केंद्रापड़ा पसले ता ना खरसुआ बाकी सेटा इंटरचेंज करी लोक यूज करन तापरे एइडु आसीबो हंसुआ तापरे एइटा आ गोटे पार्ट पुणी जिवो ए भितर जॉइन हे जिवो टोटल ए भितर मोडी मोडी जो ब्राह्मणी नई शेष को लास्ट को बाहरियो माईपुरा ही तापर जाई बे बेंगल पड़ियो जो मझी खंड रे हला ए खंडटा एटा माईपुरा ता माने ए पूर्वरु ए भितर आसी की ब्राह्मण नईटा खरसुआ ही मोडी मुडा हिज सेमिति एठी जो महानदीटा एठी भितर पड़ी के भितर हेकी जाईसी पाइक नई हेकी आ नुणा आ गोबरी नई हेकी हला करि छला तो ଆଜ୍ଞା ଆଜ୍ଞା कन्फ्यूजन लागुची कि ସାର୍ जदि कन्फ्यूजन लागुची तुम खाली ना सुनो हला एग्जाम रे तुमको ड्रॉ करिया पड़ियोनी तुम टेंशन नियो तुम कोन गोबरी नुणा सुनने गला ओपीसी वाला जो माने से ड्रॉ कर तो ओपीसी वाला भी ड्रॉ कर तो पड़ियोनी ड्रॉ केवल तुम बुझिया पे हम करूची नेक्स्ट पर्सन लेख गोकुल श्रीचंदन गोकुल श्रीचंदन आ ना शुनिच शुनिच मारे जेते इंपोर्टेंट ना सब गोटे ने शुनिन आ शुनिच का ना ओडिया अस्मिता अंडर रे एई ही एक्चुअल फ्रीडम फाइटर जेतले बेंगली वर्सेस ओडिया डिबेट चलतिला से भितर समस्त खाली ना नहीं गलो फकीरमोहन सेनापति आउ का ना काने से डेप्यूटी कलेक्टर थिले तो तांग पर कमेंट थिला तो से पब्लिसिटी कर देले बाकी एक्चुअली जो माने ग्राउंड रे काम करथिले से भितर गोटे लोक ना हला गोकुल सच्चिदानंद बस सॉरी श्रीचंदन ये कौन करथिला जेतले बेंगली आ ओडिया माडर लागिथिले सेतले फास्ट बुक गोटे लिखिथिला ओडिया सॉन्ग सेटा कोंती सजनी रे एमाने सब बही लिखिया ट्राई करथिले बाकी गीत लिखिथिला भाबो सेति काने बही लिखने लोक किणी कि नहीं पढिबे फकीरमोहन सेनापति बही लिखथिला लोक किणी कि नहीं पढथांदे पिला पाठ पढ सिखने ना किणी कि नहीं पढिबे बाकी तू तांको श्रोत उरे सुणेइबु गीत रे लोक ओडिया को भल पाइबे ना नहीं सेतल गोकुल श्रीचंदन सेही कष्ट करी गीत लिखुथिले जे तुम गीत सुनो एटलीस्ट हला आउ एइटी आंक पाखरु गीत सुनी 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 आंकर बाई प्रोडक्ट फास्ट प्रोडक्ट बा फास्ट डिसाइपल हला निमाई हरिचंदन निमाई हरिचंदन किए आंक ना भी जानो शुनिछ ना नहीं एटलीस्ट कोन पाप होइजो निमाई हरिचंदन ना के शुनिछ कि नहीं हाँ सर छी 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 निमाई हरिचंदन गीत हला बहु चाली न जानेलो पाद पडुଥାଏ बंका हाँ 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 सर सुनी सुनी सर ପାଣି କଣ୍ଠ ନିମାଇ ହରିଚନ୍ଦନ बहु पाद न जानेलो सॉरी चाली न जानेलो पाद पडुଥାଏ बंका हला तापरे आउ गोटे डिसाइपल ताकर हला बालकृष्ण दास ये बहुत इंपोर्टेंट पर्सनालिटी आंख भितर आस्ते आस्ते पड़ियो ए बालकृष्ण दास घर कोठी बालकाटी भुवनेश्वर हला
ଏବେ ଏଇ ବାଳକୃଷ୍ଣ ଦାସଙ୍କର ଇଏ ବି ଓଡିଶୀ ଡ୍ୟାନ୍ସର ଜଣେ ହେଲା। ଏଇ ବାଳକୃଷ୍ଣ ଦାସଙ୍କର ଡିସାଇପୁଲ ହେଲା ଶ୍ୟାମମଣି ଦେବୀ, ଯୋଉଟା ଗୁଗୁଲରେ ମାରିକି ତାଙ୍କ ଫଟୋ ଦେଖି ଦିଅ। ଗାୟକ ଶିରୋମଣି ବାଳକୃଷ୍ଣ ଦାସ। ହୁଁ, ଶ୍ୟାମମଣି ଦେବୀର ଫଟୋ ମାରିକି ଗୁଗୁଲରେ ଦେଖ। ଇଏ ହେଲା ପଦ୍ମାବଳୀ, ଓଡିଶୀ ଡ୍ୟାନ୍ସର। ଦେଖ ଦେଖେଇଦେବି ଶ୍ୟାମମଣି ଦେବୀ। ଏଇ ହେଲା। ସେଟା ତାଙ୍କ ଘର ସେ ଭୁବନେଶ୍ୱର କଟକରେ। ହୁଁ, ସେ ଘର କଥା ଏଇନା ଉଠିନି, ଘର କଥା ମୁଁ ତ ଡିସାଇବୁଲ କଥା କହୁଛି। ଏ ପଦ୍ମାବଳୀ ହେଲା 2022 ର ଶ୍ୟାମମଣି ଦେବୀ। ବାଳକୃଷ୍ଣ ଦାସଙ୍କର ଜଣେ ଶିଷ୍ୟ ଥିଲା, ତାଙ୍କ ଶିଷ୍ୟ ନାଁ ହେଲା ଶ୍ୟାମମଣି ଦେବୀ। ବାକି ବାଳକୃଷ୍ଣ ଦାସ କାହାର ଶିଷ୍ୟ ଥିଲେ? ଗୋକୁଳ ଶ୍ରୀଚନ୍ଦନର। କାରଣ ଗୋକୁଳ ଶ୍ରୀଚନ୍ଦନ କୋଉ ଲେବୁଲ ଲୋକ ଭାବ ହେଲା। ଗୋକୁଳ ଶ୍ରୀଚନ୍ଦନ ଘର ହେଲା କେନ୍ଦ୍ରାପଡା। ଏମାନେ ତାଙ୍କ ପାଖରେ ଯାଇକି ସେଠି ପାଠ ପଢୁଥିଲେ, କିନ୍ତୁ ବାଳକୃଷ୍ଣ ଦାସ ଘର ହେଲା ବାଳକାଟି ହେଲା। ଜାଣିପାରିଲ? କନଫ୍ୟୁଜ କି? ଗୋକୁଳ ନା ଶ୍ରୀଚନ୍ଦନ ନା। ଘର ହେଲା କେନ୍ଦ୍ରାପଡା। ତାଙ୍କର ଶିଷ୍ୟ ହେଲା ନିମାଇ ହରିଚନ୍ଦନ, ଯିଏ ଲେଖିଥିଲେ ବୋଉ ଚାଲି ନ ଚାଲିଲ ପାଦ ପଡୁଥାଏ ବଙ୍କା। ତାପରେ ଆଉ ଜଣେ ଶିଷ୍ୟ ହେଲେ ବାଳକୃଷ୍ଣ ଦାସ। ବାଳକୃଷ୍ଣ ଦାସ ତାଙ୍କ ବିଷୟରେ ଆସ୍ତେ ଆସ୍ତେ ପଡିବ। ବାକି ଏବେ ଜାଣିଛ ବାଳକୃଷ୍ଣ ଦାସଙ୍କର ତାଙ୍କର ଶିଷ୍ୟ ହେଲେ ଶ୍ୟାମମଣି ଦେବୀ ହେଲା, ଯିଏ ପଦ୍ମାବଳୀ। ଏବେ ଶ୍ୟାମମଣି ତାଙ୍କ ଘର କାହାର କେନ୍ଦ୍ରାପଡା ନୁହେଁ, କେବଳ ଗୋକୁଳ ଶ୍ରୀଚନ୍ଦନ ଘର କେନ୍ଦ୍ରାପଡା। ଏବେ ତାଙ୍କ ବିଷୟରେ କୁହା ତାଙ୍କ ଡିସାଇପୁଲ। ଶ୍ୟାମମଣି ଦେବଙ୍କର ଅଙ୍କଲ ବା ମାମୁଁ କିଏ କହିଲ? କାଳୀଚରଣ ପଟ୍ଟନାୟକ। ତାଙ୍କ ନାଁ ଶୁଣିଛ? ହଁ ସେ ତାଙ୍କ ଘର ହେଲା ଆଜ୍ଞା ବଡମ୍ବା। କବିଚନ୍ଦ୍ର କାଳୀଚରଣ। ତାଙ୍କ ଘର ହେଲା ବଡମ୍ବା। କବି ଚନ୍ଦ୍ର କାଳୀଚରଣ ପଟ୍ଟନାୟକ। ଏଇ ଯୋଉ ପୂର୍ବରୁ ତମକୁ କୁହାଯାଇଥିଲା ଯାଜପୁର ଡିଷ୍ଟ୍ରିକ୍ଟ ଗୋଟେ ମୁକୁର ମାଗାଜିନ୍, ହଁ ମନେ ପଡୁଛି ମୁକୁର? ହଁ ସାର୍ ହଁ ଏଇ ସାର୍। କାଳୀଚରଣ ପଟ୍ଟନାୟକ ଥିଲେ ଏଡିଟର ମୁକୁର ଆଉ ଉତ୍କଳ ଦୀପିକା। ଲେଖି ସାଇଲ? ଆଜ୍ଞା। ଏଇଠି ଖାଲି ଲେଖିଦେଇଥ ଗୋଟେ ସର୍ଟ କୋଶ୍ଚେନ ବେଳେ ବେଳେ କାଳେ ଗୋଟେ ପଡିଯିବ। ଗାନ୍ଧୀ ଅଫ ଆଳି କିଏ? ସହଦେବ ପ୍ରଧାନ। ଯେମିତି ସେ ଡକାଥିଲା କୁଜଙ୍ଗ ଗାନ୍ଧୀ, ଆଜ୍ଞା। ସେମିତି ଗାନ୍ଧୀ ଅଫ ଆଳି। ଏରା ସବୁ ସେ ପଡିବ ସଲ୍ଟ ସତ୍ୟାଗ୍ରହ ଆସିଲେ ସବୁ ଜାଣିବ। ସହଦେବ ପ୍ରଧାନ ଲେଖିଦେଇଥ। ତାପରେ ଆଉ ଗୋଟେ ପର୍ସନାଲିଟି କଲା କେନ୍ଦ୍ରାପଡାର, କିଏ ଜାଣିଛ ଆଉ ନା? ଲେଖ ନେକ୍ସଟ, ଯଦୁମଣି ମଙ୍ଗରାଜ। ଆଙ୍କ ନାଁ ଶୁଣିଛ ନା ନାଇଁ? ଆଜ୍ଞା ଉତ୍କଳ ଘଣ୍ଟ। ଆଙ୍କ ଘର କୋଉଠି? କନିକା। ରାଜକନିକା। ଯଦୁମଣି ଯଦୁମଣି ମଙ୍ଗରାଜର ଖାସିୟତ କଣ? ଇଏ ସେ ଉତ୍କଳ ସମ୍ମିଳନୀର ମେମ୍ବର ଥିଲେ, ଏହାର ଲେଖିବା ଦରକାର ନାହିଁ। ବାକି ଇଏ ଲେଖ ଫାଇନାନ୍ସ ସେକ୍ରେଟାରୀ ଅଫ କୃଷ୍ଣଚନ୍ଦ୍ର ଗଜପତି। କୃଷ୍ଣଚନ୍ଦ୍ର ଗଜପତି କିଏ? ଓଡିଶାର ଫାର୍ଷ୍ଟ ପ୍ରାଇମ ମିନିଷ୍ଟର। ଲେଖିସାଇଲ? ଆଜ୍ଞା। ତାପରେ ଲେଖ କେନ୍ଦ୍ରାପଡା ଇଜ ଦ ଓଲ୍ଡେଷ୍ଟ ମ୍ୟୁନିସିପାଲିଟି ଅଫ ଓଡିଶା। 1869। ଓଡିଶାର ଫାର୍ଷ୍ଟ ମ୍ୟୁନିସିପାଲିଟି ହେଲା କେନ୍ଦ୍ରାପଡା। ଆଉ ଏତେ ସବୁ ପାଇଛନ୍ତି କେବଳ ସେ ଗୋଟିଏ ଲୋକ ପାଇଁ, ଯାହାକୁ କୁହାଯାଏ ରେକମେଣ୍ଡେସନ ଫର ଗଜପତି। ତାପରେ ଏବେ ଦେଖି, ହଁ ଆଗେ ଦେଖିଦିଅ ସେ ଫଲ୍ସ ପଏଣ୍ଟ ପାଲିମିରା କଣ। ଦେଖ ଏଇଠି ଯୋଉ କେନ୍ଦ୍ରାପଡାରେ ଏଇଟା ଥାଏ, ଆଗରୁ ବ୍ରିଟିଶର ମାନେ ଯେତେବେଳେ ଯାହା ବି ଆଣନ୍ତି କଟକକୁ ନେବେ ନା ଲୋଡ ଅନଲୋଡ କରିଥାଏ। କଟକ ପୂର୍ବରୁ ପୋର୍ଟ କୋଉଠି? ଗୋଟେ ହେଲା ପାରାଦୀପ ପୋର୍ଟ, ଗୋଟେ ହେଲା ଧାମରା ପୋର୍ଟ ହେଲା। ଆରେ ବ୍ରିଟିଶ ଯୁଗର ହେଡକ୍ୱାର୍ଟର କୋଉଠି ଥିଲା? କଟକ ନା ନାଇଁ? କଟକ କଟକ। ଯେତେବେଳେ ଜିନିଷ ଆଣିବେ ସେମାନେ କୋଉଠି? କଟକରେ ଥୋଇବେ ନା କୋଉଠି ଥୋଇବେ? ହଁ ସାର୍ ମାଲ ଟା ଅନଲୋଡ କୋଉଠି କରିବେ? କଟକରେ। କଟକରେ କରିବେ।
ଆରେ ପାଖ ଗୋଟେ ପୋର୍ଟ ତ ପାରାଦୀପ ଖୋଲିବେ ନା ନାଇଁ? ହଁ 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 ମାନେ କେନ୍ଦ୍ରାପଡ଼ା ପାରାଦୀପ ନହେଲେ ଏଠି ଆଉ। ହଁ, ତେଣୁ ସେ ଭିତରେ ପୋର୍ଟ ହେଲା ଗୋଟେ ଧାମରା ପୋର୍ଟ, ଗୋଟେ ହେଲା ପାରାଦୀପ ପୋର୍ଟ, ଆଉ ଗୋଟେ ହେଲା ଗୋପାଳପୁର ପୋର୍ଟ। ବାକି ଗୋପାଳପୁର ପୋର୍ଟ ଟା ବହୁତ ଡିଷ୍ଟାନ୍ସ ହେଇଯାଏ, ଯୋଉଟା କି ପରେ ଡେଭଲପ ହେଇଥିଲା। ସେଟା ଗୋପାଳପୁର ପୋର୍ଟ ଟା ତମକୁ ଡକା ହେଇଥିଲା ଗଞ୍ଜାମ ଡିଷ୍ଟ୍ରିକ୍ଟରେ ୟୁଜ ଫର ବର୍ମା ଓନ୍ଲି। ବୁଝିଲ, କେବଳ ଓହୋ ମିଆଁମାର ଯିବା ପାଇଁ ଗୋପାଳପୁର ପୋର୍ଟ ୟୁଜ ମିଆଁମାର କରୁଥିଲେ। ଯିବାକୁ ହଁ। ବାକି ହୁଁ ଅନ୍ୟ ସବୁ ଯୋଉ ଜିନିଷ ଆଣିଥିଲେ ସବୁ ଆଣିକି ଅଲଗା କରୁଥିଲେ କୋଉଠି, ଧାମରା ପୋର୍ଟ ନହେଲେ ପାରାଦୀପ ପୋର୍ଟ। ତେଣୁ ଓବିୟସଲି କେନ୍ଦ୍ରାପଡ଼ା ତାଙ୍କର ରହିବ ନା ସେଣ୍ଟର ପଏଣ୍ଟ। ତେଣୁ ଏଇ ଆଜ୍ଞା ଯୋଉ ତମେ ଦେଖୁଛ ଲାଷ୍ଟ ପାର୍ଟରେ କେନ୍ଦ୍ରାପଡ଼ାରେ ଏମିତି ହେଇଛି ତଳ ପଟଟା ମହାନଦୀର ଡେଲ୍ଟାଟା, ଏଇଟା ସବୁବେଳେ କଣ ହୁଏ, ଆଜ୍ଞା ଆଜି ଏମିତି ଥାଏ କାଲି ଏମିତି ହେଇଯିବ। ମାନେ ଆଜି ଧର ଡେଲ୍ଟା ଅଛି, ପାଣି ଯଦି ସମୁଦ୍ର ଧୋଇଦେଲାଟା ପଳେଇଥିବ, କାଲି ସମୁଦ୍ର ଡେଲ୍ଟା ପଳେଇଥିବ। ତେଣୁ ସେମାନେ ଯଦି ତାଙ୍କର ନେଭିଗେସନ ଟାର୍ଗେଟ କରିଥିବେ ଆମେ 15 କିଲୋମିଟର ଯିବୁ ଇଷ୍ଟ, ସେତେବେଳେ ଇଷ୍ଟ ଆଉ ନଥିବ। ବୁଝିଲ? ଆଜ୍ଞା କିନ୍ତୁ ସେମାନେ ସେ ଭାବିକି କଣ ପଳୁଅନ୍ତି, ଏଇ ଯୋଉ ପଏଣ୍ଟଟାକୁ ସେମାନେ ନ ଭାବିକି ଆର ଠିକ ଇଷ୍ଟ ପଏଣ୍ଟରେ ଅଛି କି ଅବଦୁଲ କଲାମ ଆଇଲାଣ୍ଡ, ଯୋଉଠି ପଏଣ୍ଟ ପାଲମିରା। ତେଣୁ ସେମାନେ ଏଇ ପଏଣ୍ଟ ପାଲମିରାକୁ ଆସିବାକୁ ତାପରେ ଟ୍ରାଏ କଲେ, କିନ୍ତୁ ପଏଣ୍ଟ ପାଲମିରାକୁ ସବୁବେଳେ ଇଲୁଜନ ସେମାନେ ଆସିକି କୋଉଠି ଏଇଠି ଆସି ପହଞ୍ଚନ୍ତି। ସେଇଟା ଏଟା ଫଲ୍ସ ପଏଣ୍ଟ କୁହାଯାଏ। ଜାଣିପାରିଲ? ତାମାନେ ତାଙ୍କୁ ପହଞ୍ଚିବାର ଅଛି ଅବଦୁଲ କଲାମ ଆଇଲାଣ୍ଡରେ, ସେମାନେ ଆସି ଏଠି ପହଞ୍ଚିବେ। ଏଠି ପହଞ୍ଚିବାର ଅଛି ଯାଇକି ଅବଦୁଲ କଲାମ ଆଇଲାଣ୍ଡରେ ପହଞ୍ଚିବେ, କାହିଁକି ଦିଟା ସାରା ସେମ ନେଭିଗେସନ ପଏଣ୍ଟରେ ଥାଏ, ଯୋଉ ଲାଟିଚ୍ୟୁଡରେ। ବୁଝିଲ? ଆଜ୍ଞା ସେଇଥିପାଇଁ ସେଟା ଫଲ୍ସ ପଏଣ୍ଟ ଆଉ ପଏଣ୍ଟ ପାଲମିରା କୁହାଯାଏ। ଆଉ ଏଇ ଫଲ୍ସ ପଏଣ୍ଟରେ ଯେତେବେଳେ ସବୁବେଳେ ଅସୁବିଧା ହେଲା, ତେଣୁ ସେମାନେ ସେଠି ଗୋଟେ କଣ କରିବେ, ବତି ଘର ଗୋଟେ କରିବେ ନା ନାଇଁ? ଆଜ୍ଞା ଆଜ୍ଞା ତେଣୁ ସେଇଠି ତାପରେ ଷ୍ଟାର୍ଟ ହେଲା ବତି ଘର। ଲେଖ ନେକ୍ସଟ, ବତି ଘର। ଏଇ ବତି ଘରଟା ହେଲା ଫାଷ୍ଟ ଲାଇଟ ହାଉସ ଇନ ଇଷ୍ଟର୍ନ ଇଣ୍ଡିଆ। ଇଷ୍ଟର୍ନ ଇଣ୍ଡିଆର ଫାଷ୍ଟ ଲାଇଟ ହାଉସ ହେଲା କେନ୍ଦ୍ରାପଡ଼ା। ବା ସାଇଡରେ ଲେଖିଦ ଫଲ୍ସ ପଏଣ୍ଟ। ଫଲ୍ସ ପଏଣ୍ଟ ମାନେ ମିଛ ପଏଣ୍ଟ। ତାମାନେ ମହାନଦୀ କେତେବେଳେ ଆସି ବାଲି ପକେଇ ଦେଇଥିବ, ସେ ଭାବୁଥାଏ ଏଇ ପଏଣ୍ଟ ଆମେ ଡକ୍ କରିବୁ ବୋଲି। ବାକି ଯିବାକୁ ଚାହୁଁଥିବ ପାଲମିରାକୁ। ଆଉ ମାକ୍ସିମମ୍ ସେମାନେ କେନ୍ଦ୍ରାପଡ଼ା ଭିତରକନିକା ନ୍ୟାସନାଲ ପାର୍କ ଦେଇକି ଆସନ୍ତି। ତାପରେ ଲେଖ, ଏଇ ବତି ଘରଟା କିଏ କନଷ୍ଟ୍ରକ୍ଟ କରିଥିଲେ? ବାୟ ଏଚ୍ ରାଇଟ୍। ଏଇ ବତି ଘର ପାଖରେ ଗୋଟେ ରିଭର ଅଛି, ସେ ରିଭରଟା ଲେଖିଦିଅ। ନିୟର ଆଉ ଗୋଟେ ଛୋଟ ରିଭରଟେ ବା କେନାଲଟା, ଖରିଣାସୀ ରିଭର। ଖରିଣାସୀ ରିଭର। ବାକି ଏଇଟା ତମ ଏକ୍ସାମରେ ପଡିବନି ହେଲା, ଖାଲି ଲେଖିଦ। ଆଜ୍ଞା ତାପରେ ଲେଖିଦବ ସେଇ ପାଖାପାଖି। ତାପରେ ନେକ୍ସଟ ଲେଖିଦବ ଗହିରମଥା। ଭିତରକନିକା ବିଷୟରେ କିଛି ଡାକିବାର ଅଛି କି? ତ ଜାଣିଥିବ ନା ଭିତରକନିକା ବିଷୟରେ ତ ସବୁ ଜାଣିଥିବ ନା, ଡାକିବାର ଅଛି? ହଁ ନା ସାର୍ ତାପରେ ଲେଖ ଗହିରମଥା। ଗହିରମଥା ହେଲା ଓଡିଶାର ଓନ୍ଲି ଟର୍ଟଲ ସେଞ୍ଚୁଆରୀ and only marine sanctuary। ଫର କାହା ପାଇଁ? ଅଲିଭ୍ ରିଡଲେ। ମତେ କହିଲ ଅଲିଭ୍ ରିଡଲେ କୋଉ ମାସ ଅଣ୍ଡା ଦିଅନ୍ତି? ଆଁ? ଫେବୃଆରୀ ମାର୍ଚ୍ଚ ଏପ୍ରିଲ ସେଇ ଏଇଟା ଜାଣିଥିଲି ତମେ ଜାଣିନଥିବ ବୋଲି ସେଇଟା ଲିଖିତ। ମେ ବି କିଏ ଗୋଟେ ପାଗଳ ହେଇକି କେତେବେଳେ ପକେଇଦବ କୋଶ୍ଚେନ। ମିଟିଂ ଟାଇମ ହେଲା ନଭେମ୍ବରରୁ ଜାନୁଆରୀ, ଶୀତ ଦିନ। ଆଉ ବ୍ରିଡିଂ ଟାଇମ ହେଲା ଅକ୍ଟୋବରରୁ ମେ। ମିଟିଂ ହେଲା ନଭେମ୍ବରରୁ ଜାନୁଆରୀ। ଆଜ୍ଞା ତାପରେ ଲେଖ ବଳଦେବ ଜିଉ ଟେମ୍ପଲ। କିଏ ତ କରିଥିଲା ଅଲରେଡି କହିଛି। ବାକି ଖାସିୟତ କିଛି ଏକ୍ସାମର ଦରକାର ନାହିଁ, ତମ ପାଇଁ ଖାଲି ଜାଣିବା ପାଇଁ ଲେଖିଦିଅ। ଆମ କଣ ଏଟା କେନ୍ଦ୍ରାପଡ଼ା କଣ କୁହ, ତୁଳସୀ କ୍ଷେତ୍ର ନା ନାଇଁ? ଏଇ ବଳଦେବ ଜିଉ ମନ୍ଦିରରେ ତମେ 7ଟା ପାହାଚ ଚଢି ଗଲା ପରେ ହେଲା, 7 ନମ୍ବର ଆଜ୍ଞା ପାହାଚରେ ଦେଖିବ ଗୋଟେ ତୁଳସୀ ଦେବୀ ଥିବେ। ସେ ତୁଳସୀ ଦେବୀଙ୍କ ନାଁରେ ତୁଳସୀ କ୍ଷେତ୍ର ହେଇଛି। ଆଉ ଏଇଠି କଣ ନବକଳେବର ହୁଏନି।
କାହିଁକି? କାହିଁକି ନା ଏଇଠି ବଳଦେବଙ୍କୁ କଣ ପୂଜା କରାଯାଏ ଆଜ ଏ ମଣି ବିଗ୍ରହ। ଏବେ କିଏ ଆସି ଜଏନ୍ ହଉଛି? ଆଉ କଣ କୁହାଯାଏ? ମଣି ବିଗ୍ରହ ହେଲା। ତେଣୁ ଏଇ ବଳଦେବଜୀଉ ଟେମ୍ପୁଲ ର ଭୋଗ କଣ? କଣ ମ? ବଳଦେବଜୀଉ ମନ୍ଦିର କି ଭୋଗ ଦିଆଯାଏ? ରସାବଳି। ସବଳି। ଯାଇନ ବୋଧେ କି? ହଁ ହଁ ସାର୍ ଜାଣିଲି। ତାପରେ ସେମିତି ଭଦ୍ରକ ଡିଷ୍ଟ୍ରିକ୍ଟ ଆପରେ ପଡା ଅଧଘଣ୍ଟା ପରେ ଭଦ୍ରକରେ କୋଉ ଭୋଗ ଦିଆଯାଏ କହିଲ ଆରଡିରେ? ଘର୍ଷଣ। ହଁ ସେଠି ତ ଘଟଣା, କିନ୍ତୁ ଭଦ୍ରକର ଫେମସ ଖାଦ୍ୟ ହେଲା ପାଳୁଅ ଲଡୁ। ହଁ ପାଳୁଅ ଲଡୁ ତ ହେଲା ମାନେ ଫେମସ ଖାଇବାଟା। ବାକି ଆରଡି ମନ୍ଦିରରେ ଦିଆଯାଇଥିଲା ଘର୍ଷଣ। ଆଜ୍ଞା, ଠାକୁରଙ୍କ ପାଖରେ ଆଉ ଘର୍ଷଣ ଟା ଘର୍ଷଣ କେମିତି କରା ପୂଜା ଜାଣିଛ? ହୁଏ। ଶିବ ଲିଙ୍ଗର ପୁରା ଟୋଟାଲ ସବୁ ଘଷା ହେଇକି କରାଯାଏ। ନା କି ବଢିଆ ବାହାରେ କୋଉଠି ନଡିଆ ଘଷା ହେଇକି? ଛେନା ଘଷା ହବ। ନଡିଆ ହଁ କଦଳୀ ଛେନା ଭାଙ୍ଗ ପୁରା ଗୁଆ ଶିବଙ୍କ ପୁରା ଲିଙ୍ଗରେ ହିଁ ଘଷା ହବ। ଘର୍ଷଣ ବଡ ଭୋଗ ହବ, ଅଲଗା ପ୍ରକାର ବାବା ମଣି। ହୁଁ ଏଇଟା ହେଲା ରସାବଳି ହେଲା। ଆଉ ଏତିକି ମନେ ରଖିଥାଅ, କେନ୍ଦ୍ରାପଡାକୁ କୋଉ ତୁଳସୀ କ୍ଷେତ୍ର କୁହାଯାଏ? ରସାବଳି ଆଉ ଗୋଟେ ପୋଟଳି ପିଠା। ଆଁ ବଳଦେବଜୀଉ ଦିଟା ଭୋଗ ଲାଗେ, ଗୋଟେ ରସାବଳି ଆଉ ଗୋଟେ ପୋଟଳି ପିଠା। ରସାବଳି ଫେମସ। ରସାବଳି ତାଙ୍କର ଯେମିତି ଆମର ଅବଢା, ସେମିତି ଜଗନ୍ନାଥଙ୍କୁ ହଜାର ଭୋଗ ଲଗାଯାଏ। ଆଜ୍ଞା। ବାକି ରସାବଳି ହେଲା ତାଙ୍କ ଆଜ୍ଞା ମେନ୍ ଭୋଗ। ଦେଖ ତୁଳସୀ କ୍ଷେତ୍ର ତ କୁହାଯାଏ ନା ନାଇଁ କେନ୍ଦ୍ରାପଡାକୁ? ଆଜ୍ଞା ଆଉ କି କ୍ଷେତ୍ର କୁହାଯାଏ କହିଲ? ଗୁପ୍ତ ବୃନ୍ଦାବନ। ଏଇଟା ଲେଖିଥ, ଗୁପ୍ତ ବୃନ୍ଦାବନ। ହେଲା। ତାପରେ ନେକ୍ସଟ ଲେଖ ଆଳି ପ୍ୟାଲେସ ବା ଅଉଲ। କରିଥିଲା କିଏ? ରାଜେନ୍ଦ୍ର ନାରାୟଣ ଭଞ୍ଜ। କାହାକୁ ଭଞ୍ଜ ମାନେ କୋଉଟା କୋଉ କିଙ୍ଗଡମ ହବ? କନିକା ହେଲା। ତାପରେ ନେକ୍ସଟ ଇମ୍ପୋର୍ଟାଣ୍ଟ ମାରି ଲେଖ ବଡ କୋଠା। ବଡ କୋଠା ପ୍ୟାଲେସ, ଏଇଟା କୋଉ ନଈ କୂଳରେ? ଗୋବରୀ। କରିଥିଲା କିଏ? ରାଧେଶ୍ୟାମ ନରେନ୍ଦ୍ର। ହେଲା। ସାର୍ ଯୋଉ କନିକାରେ ବା ଗୋଟେ ପ୍ୟାଲେସ ଅଛି, ଆଉ ଅଲ୍ ପ୍ୟାଲେସ। ହଁ କନିକା ପ୍ୟାଲେସ ଅଛି, ରାଜକନିକା ବାଟି। ସେ ସବୁ ଯାକ ସେ ରାଜେନ୍ଦ୍ର ନାରାୟଣ ଭଞ୍ଜ। ନା ଅଉଲ ପ୍ୟାଲେସ ଆଳି ପ୍ୟାଲେସ ହେଲା ରାଜେନ୍ଦ୍ର ନାରାୟଣ ଭଞ୍ଜ। ଆଜ୍ଞା ଆଜ୍ଞା। ସେ ଶରତ ଦେବଙ୍କ ଯୋଉମାନେ, ସେଟା ତାଙ୍କର କଣ ଆଳି ନା କନିକା? କୋଉଟା? ଯେ ପ୍ରତାପ ଦେବଙ୍କ ବଂଶଧର ଯୋଉମାନେ। ଆଳି କନଫର୍ମ ସେଟା ଆଳି। ତାହେଲେ ଆଳି। ଆଜ୍ଞା। ଆରେ ଦେଖ ଏଇ ମ୍ୟାପ ରେ ଦେଖ ଆଳି କନିକା ଏଇଟା ଯୋଉ ଦେଖୁଛ ଗୋଟିଏ ଏରିଆ ନା ନାଇଁ? ଆଳିରୁ କନିକା ହଁ ସାର୍ 10 କିଲୋମିଟର 8 କିଲୋମିଟର ଏପଟ ଦେଖ ସାର୍। ଏଇଠୁ କେତେ ବାଟ? ଗୋଟିଏ ନିର୍ବାଚନ ମଣ୍ଡଳୀ ଆଳି। ହଁ ଆଗରୁ ସିନା ପୁରା ଦି ଜଣ ସାରା ଡାଇନେଷ୍ଟି ହେଇକି ଥିଲେ, ଏବେ କିଏ ଧରୁଛି ଏରାଙ୍କୁ? ଆଳି ଧୁଇଆ। ତାପରେ ଲେଖ ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ ଲେଖ, ଯୋଉ ଆଳି ପ୍ୟାଲେସ ର ଖାସିୟତ କଣ କହିଲ? ଏଠି କାହାକୁ ପୋତା ହେଇଛି କହିଲ? ଗୋଟେ ଫ୍ରିଡମ ଫାଇଟର ନା ଯାହାକୁ ପୋତା ହେଇଛି ଏଠି। କାହାର ସମୟ ଦିଆଯାଇଛି? ବରିଆଲ ଗ୍ରାଉଣ୍ଡ ଅଫ ଧରଣୀଧର ଭୂୟାଁ। ସିଏ ବା କେଉଁଝର ନା କଣ? ଆଉ ମୁଁ କଣ ଜାଣିନି କେଉଁଝର ବୋଲି? ତା ଶବକୁ ସେଇଠି ସମୟ ଦିଆଯାଇଛି। ଲେଖ ବରିଆଲ ଧରଣୀଧର ଭୂୟାଁ। ଆଜ୍ଞା ଲେଖିସାରିଲ, ତାପରେ ଗୋଟେ ଷ୍ଟୋରି ଶୁଣ ଗୋଟେ ହେଲା। ଦେଖ ଯେତେବେଳେ ବଡ କୋଠା ଏରିଆରେ ଡାଇନେଷ୍ଟି ଥିଲା କାହାର? ରାଧେଶ୍ୟାମ ନରେନ୍ଦ୍ର। ଅଲରେଡି ସେ ଏତେ କାମ କଲେ ଯେ ତାକୁ ରେକମେଣ୍ଡ କରାହେଲା କଣ ଗଜପତି ଡାଇନେଷ୍ଟି ପାଇଁ। ହେଲା। ଆଜ୍ଞା ଆଜ୍ଞା। ଏବେ ତାକୁ ରାଧେଶ୍ୟାମ ନରେନ୍ଦ୍ର ପାଖକୁ ଯୋଧପୁରରୁ, ଆଗେ ଶୁଣି ସାର ଏଟା ଲେଖିବା ଦରକାର ନାହିଁ। ଯୋଧପୁର ଏରିଆରୁ ଦିଟା ଲୋକ ଆସିବେ, ଜଣଙ୍କ ନାଁ ହେଲା କୁରୁପ ସିଂ, ଆଉ ଜଣଙ୍କ ନାଁ ହେଲା ଅନୁପ ସିଂ। ଏମାନେ ଆସିକି କୋଉଠି ସେଟେଲ ହେବେ? ପାଣି କୋଇଲିରେ। ହେଲା।
ପାଣି କୋଇଲେ ସେଟେଲ ହେଲା ପରେ ପାଣି କୋଇଲେ ଗୋଟେ ଏପିଡେମିକ ଷ୍ଟାର୍ଟ ହବ। ସେ ଏପିଡେମିକ ରେ କଣ ହବ ଯେ ଲୋକମାନେ ଯୋଉମାନେ ଆସିଥିବେ ସମସ୍ତେ ମାନେ ଟୁରିଷ୍ଟ ଫୁରିଷ୍ଟ ସମସ୍ତେ ମରିଯିବେ। ଏମାନେ କଣ କରିବେ ଯେ ସେମାନଙ୍କୁ ସାହାଯ୍ୟ କରିବେ। ବାକି ଏଇ ଯୋଉ କୁରୁପ ସିଂ ଅନୁପ ସିଂ କି ସେ ପାଣି କୋଇଲି ଜାଗାଟାକୁ ରହିବାକୁ କିଏ ଦେଇଥିବ? ରାଧେଶ୍ୟାମ ନରେନ୍ଦ୍ର। ଏମାନେ ସେମାନେ ରହିଲେ ଯୋଧପୁରର, ସେମାନେ ହେଲେ ପ୍ରିନ୍ସେସ। ଯୋଧପୁରରେ ଯେହେତୁ ଆକବରଙ୍କର ଥିବ, ତେଣୁ ସେମାନେ ପଳେଇ ଆସିବେ ଛାଡିକି, ମାନେ ମୋଗଲ ବାଲାଙ୍କୁ ଛାଡେ ତାଙ୍କ ଟର୍ଚରେ ମାନେ ସେ ଡରିକି ପଳେଇ ଆସିବେ। ଡରି ପଳେଇ ଆସିବେ, ତାଙ୍କୁ ସାହାରା ଦେଲା। ସାହାରା ଦେଲା ପରେ ପାଣି ଯୋଉ ପାଣି କୋଇଲେ ଗୋଟେ ଏମିତି ମହାମାରୀ ଚାଲିବ, ଯେମିତି ଏଇନା ତମ ହଇଜା ଚାଲିଛି। ବାକି ସେତେବେଳେ ବି ସେଟା ଗେସ୍ କରାଯାଉଥିଲା ସେଟା ହଇଜା ବୋଲି, ବୁଝିଲ। ତେଣୁ ଏମାନେ ତାକୁ ହେଲ୍ପ କରିବେ। ହେଲ୍ପ କଲା ପରେ ତାପରେ ଗଜପତି ପାଖକୁ ଯିବ ଏବେ ସମ୍ବାଦଟା ଯେ ଗୋଟେ ଲୋକ ଅଛି ସେ ଏମିତି ହେଲ୍ପ କରୁଛି। ତେଣୁ ଗଜପତି ବାବୁ ଡାକିବ କୋଉଠିକି? ପୁରୀ କି। ଡାକିକି ତାଙ୍କର ଗୋଟେ ଟେଷ୍ଟ ନବ ଯେ ତମେ ଆକ୍ଚୁଆଲି ଦେଖା ମାନେ କ୍ଷତ୍ରିୟ କି ନାହିଁ। ସେ କହିବ ମାନେ ଯୋଉମାନେ ଥିବେ କ୍ଷତ୍ରିୟ ସେମାନେ କହିବେ କାହା ଆଗରେ ମୁଣ୍ଡ ନଅନ୍ତିନି। ତେଣୁ ଗଜପତି ତାଙ୍କୁ ଗୋଟେ ଘୋଡା ଧରେଇ କହିବ ତମେ ଚାଲ। ବାଟରେ ଗୋଟେ ଯେମିତି ଗୋଟେ ଖୁଣ୍ଟ ରଖିଥିବ, ଯେ ଖୁଣ୍ଟରେ ତାଙ୍କ ହାଇଟ ରୁ କମ ହାଇଟ। ତେଣୁ ସେମାନେ ଦେଖିବେ ମୁଣ୍ଡ ନଉଛନ୍ତି ନା ନାଇଁ, ଏ ମୁଣ୍ଡ ନେବାରେ ତାଙ୍କର ବେକ କଟିଯିବ, ବୁଝିଲ। ଆଜ୍ଞା ବେକ କଟିଲା ପରେ ତାପରେ ସେକେଣ୍ଡ ତା ଭାଇ କୁରୁପର ବେକ କଟିଯିବ। କୁରୁପ ନା ଆଜ୍ଞା ଅନୁପ କାହାର ଗୋଟେ ତ କଟିଯିବ ହେଲା, ମନ ନେଇ ଅନୁପ ର ବୋଧେ। ବେକ କଟିଲା ପରେ ଆଉ ଗୋଟେ ଭାଇ କହିବ ନା ତାର ମାନେ ସିଏ ବି ଯାଉଥିବ ମରିବାକୁ, ଏବେ ତାକୁ ରଖିଦବ ଗଜପତି। ନା ଆମେ ଜାଣିଗଲେ ତମ କ୍ଷତ୍ରିୟ ବୋଲି, ଆଉ ଯିବା ଦରକାର ନାହିଁ। ଏଇ ଯୋଉ ଖତରନାକ ରାଜାଟା ନାଁ କଣ କହିଲ? ରାମଚନ୍ଦ୍ର ଦେବ ଟୁ, ବୁଝିଲ। ଆଜ୍ଞା ଏଇ ରାମଚନ୍ଦ୍ର ଦେବ ଟୁ କୁ ପୁଣି ପରେ ଆରେଷ୍ଟ କରିକି ନେଇଯିବ କୋଉମାନେ? କୋଉମାନେ ନେବ କହିଲ? ରାମଚନ୍ଦ୍ର ଦେବ ଟୁ ମସିହା କୋଉ ମସିହା ଚାଲିଛି? ରାମଚନ୍ଦ୍ର ବ୍ରିଟିଶ କି ନା? ଆରେ ମୁକୁନ୍ଦ ଦେବ ଲାଷ୍ଟ କିଙ୍ଗ, ସରି ମୁକୁନ୍ଦ ଦେବ ଟୁ। ତମ ରାମଚନ୍ଦ୍ର ଦେବ ଟୁ ରେ ବ୍ରିଟିଶ କୁଆଡେ ପଳେଇ ଆସିବେ? ବ୍ରିଟିଶ ମୁକୁନ୍ଦ ଦେବରେ ଆସିବେ ନା ନାଇଁ? ଆଜ୍ଞା ଆଜ୍ଞା ସାର୍। ଆଉ ତ ବ୍ରିଟିଶ କୁଆଡେ ପଳେଇ ଆସିବେ? ମୋଗଲ ବାଲା ହେଲା, ତାକୁ ଆରେଷ୍ଟ କରିକି ନେଇଯିବେ। ଆରେଷ୍ଟ କରି ନେଇ ସାରିଲା ପରେ ତାପରେ ବ୍ରିଟିଶଙ୍କର ଫାଷ୍ଟ ଫ୍ୟାକ୍ଟ୍ରି ଆସିବ, ଯେତେବେଳେ ସେମାନେ ଆଟାକ୍ କରିନଥିବେ, ବୁଝିଲ। ଆଜ୍ଞା ଫାଷ୍ଟ ଫ୍ୟାକ୍ଟ୍ରି ମାସୁଲିପାଟଣାରେ କରିଥିବେ। ଏବେ ସେମାନେ ଆଜ୍ଞା ବ୍ରିଟିଶ ବାଲା ଆଙ୍କ ପାଖକୁ ଆସିବେ ଯେ ଫ୍ୟାକ୍ଟ୍ରି କରିବା ପାଇଁ କୋଉଠି? ପିପିଲିରେ। ଇଏ ପରମିଶନ ଦେବେନି। ତେଣୁ ବ୍ରିଟିଶ କଣ କରିବେ? ଆମକୁ ନେଇକି ପଳେଇବେ, ଟୋଟାଲ ଉଠେଇକି ନେଇକି ପଳେଇବେ, ହେଲା। ଉଠେଇକି ଆଜ୍ଞା ନେଇ ସାରିଲା ପରେ ଏବେ 1740 ମସିହାରେ 1740 ଏବେ ଯିବ ଏଇ ଯୋଉ ଅନୁପ ସିଂ କୁରୁପ ସିଂ ଦିଟା ଯୋଉ ଗୋଟେ ଲୋକଟା ବଞ୍ଚିଥିବ, ଇଏ ଯିବ ତାଙ୍କୁ ସେଇ ବ୍ରିଟିଶ ମାନଙ୍କ ସହିତ ଲଢିକି ତାଙ୍କୁ ଧରିକି ଆସିବ, ହେଲା। ସେକେଣ୍ଡ ଥର ଧରିକି ଆସିଲା ପରେ ରାମଚନ୍ଦ୍ର ଦେବ କଣ ହେବେ? ଖୁସି ହେଇଯିବେ। ଖୁସି ହେଲା ପରେ ଆଜ୍ଞା ତାଙ୍କୁ ଗୋଟେ ଜାଗାଟା ଦେବେ କେନ୍ଦ୍ରାପଡା ରହିବାକୁ। ସେ ଜାଗାଟା କୁହନ୍ତି ମୋଗଲ ବନ୍ଦୀ। ମୁଗଲ ପାଖରୁ ବନ୍ଦୀ କରି ବଞ୍ଚା ହେଇଥିଲା, ମୋଗଲ ବନ୍ଦୀ, ବୁଝିଲ। ଏବେ ଆଜ୍ଞା ଏଇ ମୋଗଲ ବନ୍ଦୀ ନାଁରେ ଟୋଟାଲ ଏରିଆଟାକୁ ବ୍ରିଟିଶ କଣ କହିବ? ମୋଗଲ ବନ୍ଦୀ ବୋଲି। ଯୋଉଟା ତମ ପ୍ରଜାମଣ୍ଡଳ ମୁଭମେଣ୍ଟରେ ଜାଣିବ, ହେଲା। ଦେଖିବ ସେ ଭିଡିଓରେ ମୁଁ କହିଥିଲି ଫାଷ୍ଟ ମୋଗଲ ବନ୍ଦୀ ଏରିଆ ବୋଲି, ହଁ ସାର୍ କହିଲେ। ବୁଝିଲ। ଏଇଟା ବ୍ରିଟିଶଙ୍କୁ ଚ୍ୟାଲେଞ୍ଜ କରିକି ଏରିଆ ନା ନାଇଁ? ଆଜ୍ଞା ତାପରେ ଏଇ ମୋଗଲ ବନ୍ଦୀ ଏରିଆରେ ଫାଷ୍ଟ ଯେତେବେଳେ ସେମାନେ ସେଟେଲ ହେବେ, ସେଠି ଗୋଟେ ମନ୍ଦିର ସେମାନେ ପ୍ରତିଷ୍ଠା କରିବେ, ସେଇଟା କୁହନ୍ତି ଗୋବିନ୍ଦ ମନ୍ଦିର। କେନ୍ଦ୍ରାପଡା ଗଲେ ଦେଖିବ ଗୋବିନ୍ଦ ଟେମ୍ପୁଲ, ହେଲା। ଆଜ୍ଞା ଟୋଟାଲ ଏଟା ଲେଖିବା ଦରକାର ନାହିଁ, ଖାଲି ପବନ ହବ। ତାପରେ ନେକ୍ସଟ ଆଉ କେନ୍ଦ୍ରାପଡାରେ ଆଉ କିଏ ଅଛି ପର୍ସନାଲିଟି ଜଣଙ୍କ ନାଁ କୁହ, ବୈଜନ୍ତ ପଣ୍ଡା ଛାଡିକି। ସାର୍ ବୈଜୟନ୍ତ ପଣ୍ଡା ଛଡା କାହା ଜାଣିନି। ହଁ କେନ୍ଦ୍ରାପଡାର ନେକ୍ସଟ ଫେମସ ଜିନିଷ ଲେଖ। କେନ୍ଦ୍ରାପଡାର ଖାସିୟତ କଣ କହିଲ? ବଳଦେବଜୀଉଙ୍କର ହାଇଏଷ୍ଟ ରଥ ଇନ ୱାର୍ଲଡ। ୱାର୍ଲଡର ସବୁଠୁ ଡେଙ୍ଗା ରଥ କାହାର? ବଳଦେବଜୀଉଙ୍କର। ଜଗନ୍ନାଥଙ୍କର ବି ବଡ, ବୁଝିଲ। ଏବେ ବଳଦେବଜୀଉଙ୍କ ରଥଟାକୁ କଣ କୁହାଯାଏ? ତାଳଧ୍ୱଜ ନା ନାଇଁ? ଆଜ୍ଞା ଆଜ୍ଞା ଆରେ ବଳଭଦ୍ର ବା ବଳଦେବଜୀଉ, ମାନେ ତମେ ଜଗନ୍ନାଥ ଭାବି ଦଉଛ କି? ନା ସାର୍। ବଳଦେବ ମାନେ ଯୋଉ ବଳଭଦ୍ର, ବଳଦେବଜୀଉ ତାଙ୍କ ନାଁରେ, ସେଠି ଜଗନ୍ନାଥ ହେଡ ନୁହେଁ, ସେଠି ତାଙ୍କ ଭାଇ ହେଡ। ଏଇ ତାଳଧ୍ୱଜ ଟାକୁ ତାଙ୍କୁ କଣ କୁହାଯାଏ? ସେଟାକୁ ବ୍ରହ୍ମ ତାଳଧ୍ୱଜ। ବ୍ରହ୍ମ ତାଳଧ୍ୱଜ। ତାର ହାଇଟ କେତେ? 65 ଫୁଟ। ଏଠି କେତେଟା କାଠ ଲାଗେ? 1123 ପିସ୍।
ହେଲା। ଆଉ ଗୋଟେ ଖାଲି ଲେଖିବା ଦରକାର ନାହିଁ, ଖାଲି ଜାଣିଥ ପୁରା ଭାଷ୍ଟଲି ଅଧିକା ସେଲିବ୍ରେଟ ହୁଏ କେନ୍ଦ୍ରାପଡାରେ ଅକ୍ଷୟ ତୃତୀୟା। ଅକ୍ଷୟ ତୃତୀୟା କଣ ପାଇଁ ଫେମସ କହିଲ? ଏକ କଥା ହେଲା ଯୋଉ ଚାଷ, ସେକେଣ୍ଡ କାହାର ବାର୍ଥ କହିଲ ଅକ୍ଷୟ ତୃତୀୟା ଦିନ, ଏକ ତାପରେ ରଥ ବି ଅନୁକୂଳ ହୁଏ, ସେକେଣ୍ଡ ପରଶୁରାମଙ୍କର ହେଲା ବାର୍ଥଡେ, ଆଉ ବ୍ୟାସ ସେଇଦିନ ମହାଭାରତ ଲେଖିବା ଷ୍ଟାର୍ଟ କରିଥିଲେ। ପରଶୁରାମ କେତେ କେତେ ନମ୍ବର ଅବତାର କହିଲ ବିଷ୍ଣୁଙ୍କର? 6 ନମ୍ବର। ତାପରେ ଡେରା ବିଶ ଗୋଟେ ଜାଗା କହିଲା ନାଇଁ, ଏଇ ଡେରା ବିଶ ରେ ଗୋଟେ ହୁଏ ଓଲା କାନା, ତାଙ୍କ ଲୋକାଲ ଲାଙ୍ଗୁଏଜରେ କଣ ମୁଁ ଜାଣିନି, ଓଳକଣା ନା କଣ ଗୋଟେ କୁହନ୍ତି, ଓଳକଣା ଫେଷ୍ଟିଭାଲ। ହଁ, ଓଳକଣା ଫେଷ୍ଟିଭାଲ ରେ 150 ମୂର୍ତ୍ତି ଆସି ଗୋଟେ ଜାଗାରେ ପୁରା ଏମିତି ବେଠେଇକି ରୁହନ୍ତି, ମେଲଣ ଯୋଉଟାକୁ କୁହାଯାଏ। ବହୁତ ବହୁତ ଫେମସ ହୁଏ ଡେରା ବିଶରେ, ହେଲା। ମାନେ ଯେମିତି ମେଲଣ କୁହନ୍ତି। ହଁ ସାର୍ ମେଲଣ ଓଳକ ନାମ ମୁଁ ଶୁଣିଛି ସାର୍, ବଡ ହଁ, ମେଲଣ। ବହୁତ ବଡ ମେଲଣ। ଆଉ କଣ ଅଛି କେନ୍ଦ୍ରାପଡାରେ? କେନ୍ଦ୍ରାପଡା ପର୍ସନାଲିଟି ଆଉ କିଏ, ଆଉ କୋଉ ଗୋଟେ ବୈଜନ୍ତ ପଣ୍ଡା ଛାଡି ଆଉ କି ଜାଣିନ କାହା ନା? ତାପରେ ଲେଖ ହୁକିତଳ ଆଇଲାଣ୍ଡ ଲେଖିଦେଇଥ। ଆରେ ଭିତରକନିକା ବିଷୟରେ ତମେ ଜାଣିଛ ନା ଡାକିମି କୁହ? ଡାକି ଦିଅନ୍ତୁ ସାର୍। କେତେଟା ଡେଟ୍ କେତେ ଲେଖିଦେଇଥ ଭିତରକନିକାର। ଭିତରକନିକା ସାଂଚୁଆରୀ କେବେ ହେଲା? 1975। 70। 2002 ରେ ସେକେଣ୍ଡ ରାମସାର ସାଇଟ୍ ଅଫ୍ ଓଡିଶା। ଏଇ ଦିଟା ଖାଲି ମନେ ରଖ। ଏଇଟା ଆଚ୍ଛା ସାଂଚୁଆରୀ ଲେଖ, ନ୍ୟାସନାଲ ନ୍ୟାସନାଲ ପାର୍କ ଡେଟ୍ ମୋର ମନେ ନାହିଁ। 98 ବୋଧେ। ହଁ, ସେ ପାଖାପାଖି ହେଇଥିବ। 1975 ରେ ସାଂଚୁଆରୀ ହେଲା, ନଟ୍ ନ୍ୟାସନାଲ ପାର୍କ। 2002 ରେ ହେଲା ରାମସାର ସାଇଟ୍, ସେକେଣ୍ଡ ରାମସାର ସାଇଟ୍ ଅଫ୍ ଓଡିଶା। ତାପରେ ଲେଖ ହୁକିତଳା। ଆଉ ବ୍ରାହ୍ମଣୀ ବୈତରଣୀ ପାଖରେ ଲେଖିଦେଇ, ସରି ଭିତରକନିକା ପାଖରେ ଲେଖିଦିଅ ବୈତରଣୀ ପ୍ଲସ ବ୍ରାହ୍ମଣୀ। ସେ ଭିତରେ ବ୍ରାହ୍ମଣ ଟା ଇଣ୍ଟରଷ୍ଟେଡ୍ ରିଭର, ବୈତରଣୀ ଟା ଇଣ୍ଟରଷ୍ଟେଡ୍ ରିଭର ନୁହେଁ। ଏବେ ଯଦି ପଚାରି ପାରେ, ୟୁପିଏସସି ଥର ପଚାରିଥିଲା ଇଣ୍ଟରଷ୍ଟେଡ୍ ରିଭର କି ନାହିଁ। ତାପରେ ହେଲା ହୁକିତଳା। ହୁକିତଳା କଣ ପାଇଁ ୟୁଜ ହେଇଥିଲା? ନଅଙ୍କ ଦୁର୍ଭିକ୍ଷ ଯେତେବେଳେ ହେଇଥିଲା, ଯେତେବେଳେ ସେମାନେ ଆଣିଲେ ଯୋଉ ମିଆଁମାରରୁ ଯୋଉ ଆଣନ୍ତି ଗ୍ରାନାରିରା, ମାନେ ଯୋଉ ଚାଉଳ ଫାଉଳ, ସେମାନେ ହୁକିତଳା ଆଇଲାଣ୍ଡରେ ରଖିଥିଲେ। ସେ ହୁକିତଳା ଆଇଲାଣ୍ଡରୁ ନେଇକି ସବୁଆଡେ ସପ୍ଲାଏ ହୁଏ, ହେଲା। ସେଇଥିପାଇଁ ହୁକିତଳା ଟା ଫେମସ। ବାକି ଯେତେବେଳେ ତମର ହେଇଗଲା କଣ, ଫଲ୍ସ ପଏଣ୍ଟ ପରେ ଯୋଉ ପୋର୍ଟ ଟା ହେଇଗଲା, ଆଉ ଏଠି ହୁକିତଳା କିଏ ଗଲେନି। ବାକି ହୁକିତଳା ଫେମସ ଫର ନଅଙ୍କ ଦୁର୍ଭିକ୍ଷ। ନଅଙ୍କ ଦୁର୍ଭିକ୍ଷରେ ଏଇଠି ଆଣିକି ସବୁ ଷ୍ଟୋର କରାହଉଥିଲା, ଯେତିକି ସବୁ ଖାଇବା ଜିନିଷ। କୋଉଠୁ? ଫ୍ରମ ବର୍ମା। ବର୍ତ୍ତମାନ ଯଦି କୋଉଠି ବୁଲିବାକୁ ଯିବ, ମାନେ ସିଙ୍ଗଲ ପ୍ଲେସ ଯୋଉଥିରେ କେହି ଲୋକ ନଥିବେ କିନ୍ତୁ ତମକୁ ଖୁସି ଦରକାର, କେନ୍ଦ୍ରାପଡାର ସବୁଠୁ ବେଷ୍ଟ ପ୍ଲେସ ହେଲା ହୁକିତଳା ଆଇଲାଣ୍ଡ। ଯାଇକି ଥର ଦେଖିବ। ଡଙ୍ଗାରେ ଯିବ, କେହି ନାହାନ୍ତି, ଟୋଟାଲ ଆଇଲାଣ୍ଡ ଟା ଯାହା କରିବା କଥା କରିବ ଏଠି, ଡିଷ୍ଟର୍ବ କରିବାକୁ କେହି ନାହାନ୍ତି, ଲୋକ ଯାଉନାହାନ୍ତି ଏଠି, ବୁଝିଲ। ତାପରେ କେନ୍ଦ୍ରାପଡାର କହିଲ, କେନ୍ଦ୍ରାପଡା ଗୋଟେ ଇମ୍ପୋର୍ଟାଣ୍ଟ ଲୋକ ଯିଏକି ବହେ ଜଗନ୍ନାଥ ବିଷୟରେ ଗୀତ ଲେଖିଛି, କହିଲ କିଏ? ଭିକାରୀ ବଳ। ଭିକାରୀ ବଳ ସାର୍। ତାପରେ ଲେଖ ଭଦ୍ରକ ଡିଷ୍ଟ୍ରିକ୍ଟ।